ଆମର ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ଏନଭାରମେଣ୍ଟାଲ ସୋସିଓଲୋଜି ବା ଆମେ ଯାହାକୁ କହିଥାଉ ପରିବେଶ ସମାଜଶାସ୍ତ୍ର। ଯଦି ଆମେ ଦେଖିବା ଏହା ପରିବେଶ ସମାଜଶାସ୍ତ୍ରର ବିକାଶ ଏହା ବହୁତ ବିଳମ୍ବରେ ହୋଇଥିଲା। ଆଲୋଚନା ହେବ ଆମର ଆଲୋଚନାରେ ଆଜିର ମୁଖ୍ୟ ବିଷୟବସ୍ତୁ ରହିବ ଏ ଯେଉଁ ପରିବେଶ ସମାଜଶାସ୍ତ୍ର ବା ଏନଭାରମେଣ୍ଟାଲ ସୋସିଓଲୋଜି ଯାହାକୁ ଆମେ କହୁ ତାହା କେଉଁଭଳି ଭାବେ ତାର ଉତ୍ପତ୍ତି ହୋଇଥିଲା ବା ସେ ଯେଉଁ ଏରିଆ ଅଫ୍ ବା ସେ ଯେଉଁ ସ୍ପେସିଫିକ୍ ଏରିଆ ଅଫ୍ ରିସର୍ଚ୍ଚ ବା ସ୍ପେସିଫିକ୍ ଏରିଆ ଅଫ୍ ଷ୍ଟଡିଜ୍ ଏହା କେଉଁଭଳି ଭାବେ ଏହାର ଉତ୍ଥାନ ହୋଇଥିଲା ଏବଂ କେଉଁ କେଉଁ ଲୋକମାନଙ୍କର ଭୂମିକା ରହିଛି ଏଇ ଯେଉଁ ବିଷୟବସ୍ତୁ ସମାଜଶାସ୍ତ୍ରର ଯେଉଁ ବିଭାଗ ରହିଛି ତାର କେଉଁଭଳି ଭାବେ କେଉଁ କେଉଁ ଲୋକମାନଙ୍କର କେଉଁଭଳି ଭାବେ ଅବଦାନ ରହିଥିଲା ଏ ଯେଉଁ ବିଷୟର ଇଏ ପାଇଁ ଉତ୍ପତ୍ତି ପାଇଁ ବା ଏହାର ଉତ୍ଥାନ ପାଇଁ। ଯଦି ଆମେ ଦେଖିବା ଏଇ ଯେଉଁ ବିଷୟବସ୍ତୁ ରହିଛି ଏନଭାରମେଣ୍ଟାଲ ସୋସିଓଲୋଜି ବା ଯେଉଁ ପରିବେଶ ସମାଜଶାସ୍ତ୍ର, ଯଦି ଦେଖିବା ମୁଖ୍ୟତଃ ଭାବରେ ଦୁଇଟି ଯେଉଁ ଶବ୍ଦ ତାକୁ ଯୋଡ଼ିଲେ ହିଁ ଏଇ ବିଷୟଟି ଯାହା କୁହନ୍ତି ଅର୍ଥ ପ୍ରକାଶିତ ହୋଇଥାଏ। ଗୋଟିଏ ହେଲା ଏନଭାରମେଣ୍ଟ ଯାହାକୁ ଆମେ ପରିବେଶ କହିଥାଉ, ଅନ୍ୟଟି ହେଲା ସମାଜଶାସ୍ତ୍ର ବା ସୋସିଓଲୋଜି। ତ କ'ଣ ଏଇ ଯେଉଁ ଦୁଇଟି ଶବ୍ଦ ରହିଛି ବା ଏଇ ଦୁଇଟି ଶବ୍ଦକୁ ଯଦି ଆମେ ଦେଖିବା ଏବଂ ତାର ତର୍ଜମା କରିବା ଆମେ ଜାଣିବାକୁ ପାଇବା ଯେ ପ୍ରକୃତରେ ସମାଜଶାସ୍ତ୍ରର ଆବଶ୍ୟକତା କ'ଣ ରହିଛି ଏନଭାରମେଣ୍ଟ ବା ପରିବେଶକୁ ଅନୁଧ୍ୟାନ କରିବା ପାଇଁ ବା ପରିବେଶ ବିଷୟରେ ତର୍ଜମା କରିବା ପାଇଁ ଏବଂ କେଉଁଭଳି ପରିସ୍ଥିତି ଉପୁଜିଲା ଯେ ସମାଜଶାସ୍ତ୍ରର ଆବଶ୍ୟକତା ପଡ଼ିଲା। କାରଣ ପରିବେଶ ଆମେ ସମସ୍ତେ ଜାଣିଛେ ପରିବେଶ ବିଷୟରେ ତର୍ଜମା କରିବା ପାଇଁ, ପରିବେଶ ବିଷୟରେ ପଢ଼ିବା ପାଇଁ, ପରିବେଶ ବିଷୟରେ ଜାଣିବା ପାଇଁ ଅନେକ ଗୁଡ଼ିଏ ଅଲଗା ଡିସିପ୍ଲିନ୍ ଅଛି ବା ବିଷୟ ଗୁଡ଼ିକ ଅଛି। ଯେମିତି ଆମେ ପରିବେଶ ବିଜ୍ଞାନ କହିଥାଉ ଯାହାକୁ ଏନଭାରମେଣ୍ଟାଲ ସାଇନ୍ସ କହିଥାଉ, ଆଉ କେତେ ଗୁଡ଼ିଏ ଆଲାଏଡ୍ ତାର ଯେଉଁ ଗୁଡ଼େ ଜୈବ ବିଜ୍ଞାନ ହେଲା, ପ୍ରାଣୀ ବିଜ୍ଞାନ ଗୁଡ଼େ ଆକ୍ଚୁଆଲି ଅନେକ ଗୁଡ଼ିଏ ରହିଛି ବିଷୟବସ୍ତୁ ଯାହାକୁ ନେଇକି ପରିବେଶ ସମ୍ବନ୍ଧୀୟ ଯେକୌଣସି ରହିଛି ବିଷୟବସ୍ତୁ ରହିଛି ଅନୁଧ୍ୟାନ କରାଯାଇପାରିବ ବା ତର୍ଜମା କରାଯାଇପାରିବ ବା ଗବେଷଣା କରାଯାଇପାରିବ। କିନ୍ତୁ ସମାଜଶାସ୍ତ୍ରର ଆବଶ୍ୟକତା କ'ଣ ପାଇଁ ପଡ଼ିଲା ଏହା ଆମେ ଆଜିର ଏଇ ଯେଉଁ ଆଲୋଚନା ହେବ ତା ଦ୍ୱାରା ଆମେ ଆଲୋଚନା କରିବା। ଆଉ ଯଦି ଦେଖାଯାଏ ପ୍ରକୃତରେ ପରିବେଶ କହିଲେ ଆମେ କ'ଣ ବୁଝୁ? ପରିବେଶ କହିଲେ ଖାଲି ନୁହେଁ ଯେ ପରିବେଶ କହିଲେ କେବଳ ଆମେ ଆମର ଯେଉଁ ସରାଉଣ୍ଡିଂ ରହିଛି ବା ଆମର ପାରିପାର୍ଶ୍ୱିକ ସ୍ଥିତିକୁ ନେଇକରି ଇଏ କହିନଥାଉ। ପରିବେଶ ସମୁଦାୟ ଯେଉଁ ରହିଛି ଆମର ପାରିପାର୍ଶ୍ୱିକ ସ୍ଥିତି ସହିତ ଯେଉଁ ସମୁଦାୟ ରହିଛି ତାକୁ ହିଁ ଆମେ ପରିବେଶ କହିଥାଉ। ତା ଜମି ମୃତ୍ତିକାଠୁ ଆରମ୍ଭ କରି ପାଣି ପବନ ତା ସହିତ ଆମର ଯେଉଁ ଲିଭିଂ କଣ୍ଡିସନ ଯେଉଁ ରହିଛି ଯେଉଁଥିରେ କି ମଣିଷର ଭୂମିକା ମଧ୍ୟ ରହିଛି ଅନେକାଂଶରେ ଏବଂ ସମାଜର ଭୂମିକା ମଧ୍ୟ ରହିଛି। ଆକୁ ଯଦି ଆମେ ଦେଖିବା ଜଣେ ଯେଉଁ ପରିବେଶ ବିଜ୍ଞାନୀ ମାନଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ସେଇ ଦୃଷ୍ଟିରୁ ଦେଖିଲେ କେବଳ ଆମର ଯେଉଁ ପୃଥିବୀରେ ଆମର ଯେଉଁ ଫିଜିକାଲ ଲାଇଫ ରହିଛି ବା ଯେଉଁ ଆମର ଜୀବନ ରହିଛି ତାକୁ ଯେଉଁ କମ୍ପୋନେଣ୍ଟ ରହିଛି ବା ଯେଉଁ ଏଲିମେଣ୍ଟ ଗୁଡ଼ିକ ରହିଛି ପରିବେଶର, ଯେମିତି ଉଦାହରଣ ଦେଲି ପାଣି ହେଲା, ଜମି ହେଲା, ପବନ ହେଲା, ବାୟୁ ହେଲା, ଯଦି ସେଇଗୁଡ଼ିକ ଦେଖାଯାଏ, ଯଦି ସେଇଗୁଡ଼ିକ ଆମେ ଦେଖିବା ସେଇ ଯେଉଁ ବିଷୟବସ୍ତୁ ଗୁଡ଼ିକ ରହିଛି ତାହା କେବଳ ଯେଉଁ ଆମର ପରିବେଶ ବିଜ୍ଞାନ ରହିଛି ରହିଛି ସେଇ ପରିବେଶ ବିଜ୍ଞାନର ଯଦି ବସ୍ତୁ ଗୁଡ଼ିକ ଦେଖିବା ସେମାନଙ୍କ ମତ ଅନୁଯାୟୀ ବା ପରିବେଶ ବିଜ୍ଞାନୀଙ୍କ ମତ ଅନୁଯାୟୀ ସେମାନଙ୍କ ମତ ଅନୁଯାୟୀ ପରିବେଶ କହିଲେ ଆମେ ଏଇ ଯେଉଁ ଫିଜିକାଲ ଲାଇଫ ପୃଥିବୀରେ ରହିଛି ବା ଯେଉଁ ଜୀବନ ରହିଛି ତାକୁ ହିଁ ବୁଝାଇଥାଏ। କିନ୍ତୁ ଯଦି ସମାଜ ବିଜ୍ଞାନ କଥା ଦେଖିବା ବା ସମାଜଶାସ୍ତ୍ର କଥା ଦେଖିବା ଆମେ ସବୁବେଳେ ସମାଜ ବା ଯେଉଁ ସାମାଜିକ ପରିସ୍ଥିତି ବା ଯେଉଁ ସମାଜରେ ଆମେ ବସବାସ କରୁଛେ ତାକୁ ହିଁ ନେଇକି ଆମେ ମୁଖ୍ୟତଃ ଭାବେ ତର୍ଜମା ବା ଗବେଷଣା କରିଥାଉ। ଯଦି ଦେଖିବା ସମାଜ ବିଜ୍ଞାନ ମୁଖ୍ୟତଃ ଭାବରେ ଲୋକ ବା ଯେଉଁ ଗୋଷ୍ଠୀ ବା ଯେଉଁ ଆମର ଇନଷ୍ଟିଟ୍ୟୁସନ ଗୁଡ଼ିକ ରହିଛି ଆଉ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଯେଉଁ ରହିଛି ଇଣ୍ଟରାକ୍ସନ ବା ତାଙ୍କର ଯେଉଁ କଥାବାର୍ତ୍ତା କଥୋପକଥନ ବା ତାଙ୍କର ଯେଉଁ ସମ୍ପର୍କ ରହିଛି ଏଗୁଡ଼ିକ ସବୁ ନେଇକରି ହିଁ ଗୋଟେ ସାମାଜିକ ବ୍ୟବସ୍ଥା
ବା ଯେଉଁ ସାମାଜିକ ଜୀବନ ଗଠନ ହୋଇଥାଏ ଏବଂ ଏହା ସମ୍ବନ୍ଧରେ ହିଁ ଲୋକମାନେ ମୁଖ୍ୟତଃ ଭାବରେ ସମାଜ ବିଜ୍ଞାନୀ ମାନେ ଆଲୋଚନା କରିଥାନ୍ତି। ଯଦି ଦେଖାଯାଏ ତାହେଲେ ବର୍ତ୍ତମାନ ଏନଭାୟରମେଣ୍ଟାଲ ସୋସିଓଲୋଜି ଆସିଲେ ଆମେ କ'ଣ କହିବା, ଯଦି ଦୁଇଟି ବିଷୟକୁ ମିଶେଇ ଦେବା, ଯେ ପରିବେଶ ସମାଜ ଶାସ୍ତ୍ର ଯାହାକୁ ଆମେ କହିଦେବା ବା ପରିବେଶ ସମ୍ବନ୍ଧୀୟ ଯେଉଁ ସମାଜଶାସ୍ତ୍ର ରହିଛି ତାକୁ ଆମେ କ'ଣ କହିବା ନା ଯେଉଁ ସମ୍ପର୍କ ରହିଛି କାହା ଭିତରେ ନା ଯେଉଁ ମଣିଷ ସମାଜ ଭିତରେ ଆଉ ଯେଉଁ ଫିଜିକାଲ ଏନଭାୟରମେଣ୍ଟ ଆମର ରହିଛି ବା ଯେଉଁ ବାସ୍ତବିକ ପରିବେଶ ରହିଛି, ଯେଉଁ ଆମେ ଯାହାକୁ ପରିବେଶ ବିଜ୍ଞାନୀ ମାନଙ୍କର ଦୃଷ୍ଟିକୋଣ ଅନୁସାରେ ଯାହାକୁ ଆମେ ପରିବେଶ କହିଥାଉ, ଯେଉଁଟା ନ୍ୟାଚୁରାଲ ବା ଆମର ପ୍ରାକୃତିକ ପରିବେଶ ଯାହାକୁ ଆମେ କହିଥାଉ, ସେ ଯେଉଁ ମଣିଷ ସମାଜ ଆଉ ପ୍ରାକୃତିକ ପରିବେଶ ଭିତରେ ଥିବା ସମ୍ପର୍କକୁ ଆମେ ଏଇ ଯେଉଁ ବିଷୟ ରହିଛି ଆମର ଏନଭାୟରମେଣ୍ଟାଲ ସୋସିଓଲୋଜି ବା ପରିବେଶ ସମାଜଶାସ୍ତ୍ରରେ ହିଁ ଆମେ ଆଲୋଚନା କରିବା। ଏବଂ ଦେଖାଯାଏ ଯେ ଏଇ ଯେଉଁ ସମ୍ପର୍କ ରହିଛି ପ୍ରାକୃତିକ ପରିବେଶ ଆଉ ମଣିଷ ସମାଜ ବା ଆମର ଯେଉଁ ହ୍ୟୁମାନ୍ ସୋସାଇଟି ରହିଛି ତା ଭିତରେ ଯେଉଁ ସମ୍ପର୍କ ରହିଛି, ଏ ସମ୍ପର୍କଟା କେବେ ହେଲେ ଏକତରଫା ନଥାଏ। ଏ ସମ୍ପର୍କଟା ସବୁବେଳେ ଦୁଇପାକ୍ଷୀ ବା ରେସିପ୍ରୋକାଲ ଆମକୁ ଯାହାକୁ କହିଥାଉ। ଯେଭଳି ଭାବେ ମଣିଷ ସମାଜ ଗୋଟେ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଇଥାଏ, ସେଇଭଳି ଭାବେ ପ୍ରାକୃତିକ ପରିବେଶ ମଧ୍ୟ ଅନେକ ସମୟରେ ମଣିଷ ସମାଜ ଉପରେ ପ୍ରଭାବ ପକାଇଥାଏ। ଏବଂ ଯଦି ଦେଖାଯାଏ ଏଇ ଯେଉଁ ପରିବେଶରେ ବା ପ୍ରାକୃତିକ ପରିବେଶରେ ଯେଉଁ କେତେ ଗୁଡ଼ିଏ ଅସୁବିଧା ଦେଖାଗଲା ବା କେତେ ଗୁଡ଼ିଏ ଯେଉଁ ସମସ୍ୟା ଦେଖାଗଲା, ସେ ସମସ୍ୟା କେଉଁଭଳି ଭାବେ ସେଇ ଯେଉଁ ସମ୍ପର୍କ ରହିଛି ତାଙ୍କ ଭିତରେ ଯେଉଁ ଇଣ୍ଟରାକ୍ସନ୍ ରହିଛି ବା ସେମାନେ ଯେତେବେଳେ ଇଣ୍ଟରାକ୍ଟ କରନ୍ତି ବା ସେମାନେ ଯେତେବେଳେ ମଣିଷ ସମାଜ ଯେତେବେଳେ ପ୍ରାକୃତିକ ପରିବେଶ ସହିତ ଇଣ୍ଟରାକ୍ଟ କରେ, ସେତେବେଳେ ଯେଉଁ ତା ଦ୍ୱାରା ଯେଉଁ ସମସ୍ୟା ଗୁଡ଼ିକ ଉପୁଜିଥାଏ, ସେଇ ସମସ୍ୟା ଗୁଡ଼ିକ ମୁଖ୍ୟତଃ ଭାବେ ପରିବେଶ ସମାଜଶାସ୍ତ୍ରର ବିଷୟ ବା ଯେଉଁ ପରିଧି ରହିଛି ତା ମଧ୍ୟରେ ଆସିଥାଏ। ସେଇଗୁଡ଼ିକ ସମ୍ବନ୍ଧରେ ହିଁ ଆଲୋଚନା ହୋଇଥାଏ। ଆଉ ଯଦି ଦେଖିବା ଆମର ସେଇ ଯେଉଁ ମୁଖ୍ୟ କେତେ ଗୁଡ଼ିଏ ଅସୁବିଧା ରହିଛି, ସେଗୁଡ଼ିକ ମୁଖ୍ୟ ଅସୁବିଧା ଭିତରେ ଗୋଟିଏ ହେଲା ପରିବେଶରେ ପରିବର୍ତ୍ତନ, ପାଣିପାଗର ଜଳବାୟୁରେ ପରିବର୍ତ୍ତନ, ଯେଉଁ ମୃତ୍ତିକା ଆମର କ୍ଷୟ ହେଉଛି, ମୃତ୍ତିକାର ଯେଉଁ ଆମର ଫର୍ଟିଲିଟି ବା ଯେଉଁ ଆମର ରହିଥାଏ କ୍ୱାଲିଟି ବା ତାର ଯେଉଁ ଗୁଣବତ୍ତା ରହିଛି ତାର ତା ଦେହରେ କିଭଳି ଭାବେ ଫର୍ଟିଲିଟି ଲେଭେଲଟା କିଭଳି ଭାବେ କମି ଯାଉଛି ବା ତାର ଗୁଣବତ୍ତା ଯେଉଁ ରହିଥିଲା ମୃତ୍ତିକାର ତାହା କିଭଳି ଭାବେ କମି ଯାଉଛି। ଏଇଟା କ'ଣ ପାଇଁ କମୁଛି ନା ଏଇଟା ମଣିଷ ସମାଜରେ ଯେତେବେଳେ ପରିବେଶ ସହିତ ଇଣ୍ଟରାକ୍ସନ୍ ହେଉଛି ବା ସେମାନେ ଯେତେବେଳେ ପରିବେଶକୁ ବ୍ୟବହାର କରୁଛନ୍ତି ନିଜର ଦୈନନ୍ଦିନ ଜୀବନ ଇଏ କରିବା ପାଇଁ ବା ଯେଉଁ ନିଡ୍ ଅଛି, ତାଙ୍କର ଆବଶ୍ୟକତା ଅଛି ତାକୁ ପୂରଣ କରିବା ପାଇଁ ବ୍ୟବହାର କରୁଛନ୍ତି, ସେତେବେଳେ ଏଇ ଇଣ୍ଟରାକ୍ସନ୍ ହେଉଛି। ଆଉ ଯେଉଁ ଡିକ୍ଲାଇନ୍ ଇନ୍ ବାୟୋଡାଇଭର୍ସିଟି ଆମର ରହିଛି, କେଉଁଭଳି ଭାବେ ଧୀରେ ଧୀରେ ବିଭିନ୍ନ ପ୍ରକାରର ଯେଉଁ ଆମର କମ୍ପୋନେଣ୍ଟ ସବୁ ରହିଛନ୍ତି ଧୀରେ ଧୀରେ ସେମାନଙ୍କର ସଂଖ୍ୟା ହ୍ରାସ ପାଇଯାଉଛି। ଆମେ ଉଦାହରଣ ନେଇପାରିବା ଗୋଟେ ଆଗ୍ରିକଲଚରାଲ ବାୟୋଡାଇଭର୍ସିଟି। ଆଗରୁ ଆମେ କେତେ ଭିନ୍ନ ରକମର ଶସ୍ୟ ବା ଯେଉଁ ଉଦାହରଣ ନେଇପାରିବା ଧାନର ନେଇପାରିବା, କେତେ ରକମର ଯେଉଁ ଆମର ପୁରୁଣା ଟ୍ରାଡିସନାଲ ଯାହା କୁହାଯାଏ ବା ଯେଉଁ ଆମର ସାଂସ୍କୃତିକ ଆମର ପୁରୁଣା ଧାନର ଭେରାଇଟିସ୍ ଗୁଡ଼ିକ ଥିଲା ବା ମଧ୍ୟମ ଗୁଡ଼ିକ ଥିଲା, ସେଗୁଡ଼ିକ କିଭଳି ଭାବେ ବିଲୁପ୍ତ ହେଇଯାଇଛି। କାହିଁକି ନା ଆମେ ବର୍ତ୍ତମାନ ଆମର ଯେଉଁ ଜନସଂଖ୍ୟା ବଢ଼ି ଚାଲିଛି, ଆମେ ସେଇମାନଙ୍କର ଯେଉଁ ଖାଦ୍ୟ ଆବଶ୍ୟକତା ରହିଛି ତାକୁ ପୂରଣ କରିବାକୁ ଯାଇକି ଆମେ କ'ଣ କରୁଛେ ନା ଆମେ ବିଭିନ୍ନ ପ୍ରକାରର ଯେଉଁ ପରିବର୍ତ୍ତନ ଆଣୁଛେ, ଜେନେଟିକାଲି ମଡିଫାଇଡ୍ ସିଡ୍ ବା ଅତି ଉନ୍ନତ କିସମର ଯେଉଁ ବିହନ ଆମେ ଆଣୁଛେ, ବୈଜ୍ଞାନିକ ପଦ୍ଧତିରେ ଯେଉଁଗୁଡ଼ିକ ତିଆରି ହୋଇଛନ୍ତି, ସେଗୁଡ଼ିକ ଆଣିବା ଦ୍ୱାରା କ'ଣ ହେଉଛି ନା ତାର ଉତ୍ପାଦନ ଅଧିକ ହେଉଛି। ଯେହେତୁ ସମାଜର ଆବଶ୍ୟକତା ଅଛି, ଉତ୍ପାଦନ ଆମର ଅଧିକ ଦରକାର, ଆମର ଅଧିକ ହେଉଛି। କିନ୍ତୁ ଯେଉଁ ବାୟୋଡାଇଭର୍ସିଟି ରହିଛି ବା ତାଙ୍କର ଯେଉଁ ବିଭିନ୍ନତା ଥିଲା, ଯେଉଁ ବିଭିନ୍ନ ପ୍ରକାର ଶସ୍ୟ ଏବଂ ତାର ଯେଉଁ ଆଗ୍ରିକଲଚରାଲ ବାୟୋଡାଇଭର୍ସିଟି ଥିଲା, ଏହାର ସମ୍ପର୍କ ଅନେକାଂଶରେ ପରିବେଶ ସହିତ ଯଦି ଦେଖିବା, ମୁଖ୍ୟତଃ ଭାବରେ ଯେଉଁ ଆମର ମୃତ୍ତିକାର ଉର୍ବରତା ଦେଖନ୍ତୁ କିମ୍ବା ତାର ଯେଉଁ ପାରିପାର୍ଶ୍ୱିକ ଜଳବାୟୁ ଦେଖନ୍ତୁ, ଏ ଶସ୍ୟ ଗୁଡ଼ିକର ବା ଏ ଯେଉଁ କିସମ ଗୁଡ଼ିକର ପ୍ରଭାବ
ଅନେକାଂଶରେ ବାସ୍ତବରେ ପଡୁଥିଲା ଆମର ପରିବେଶ ବିଷୟରେ, କିନ୍ତୁ ଧୀରେ ଧୀରେ ଏହା ଲୁପ୍ତ ପାଇଗଲା। ସେଇଭଳି ଅନେକ ଗୁଡ଼ିଏ ଛୋଟ ଜୀବଜନ୍ତୁଙ୍କୁ ଯଦି ଆମେ ଦେଖିବା, ଆମେ ସବୁବେଳେ ଡାଇନୋସରର ଉଦାହରଣ ଦେଇଥାଉ, କିନ୍ତୁ ସବୁ ମୁଖ୍ୟତଃ ବିଜ୍ଞାନୀ ମାନେ ଜୀବ ବିଜ୍ଞାନୀ ମାନେ କହୁଛନ୍ତି ଏ ପରିବେଶର ପରିବର୍ତ୍ତନ ହବାରୁ ସେମାନେ ଦିନେ ଦିନେ ଆଗରୁ ଲୁପ୍ତ ପାଇଗଲେ। ସେଇଭଳି ଭାବେ କେତେ ଗୁଡ଼ିଏ ଦେଖାଯାଇଛି ସିଭିଲାଇଜେସନ ଯୋଉଗୁଡ଼ିକ ଧ୍ୱଂସ ପାଇଯାଇଛନ୍ତି କେବଳ ପରିବେଶ ସହିତ ସେମାନେ ଖାପ ଖୁଆଇ ପାରିନାହାନ୍ତି। ଆଉ ଯୋଉ ଓଜୋନ ଲେୟାର ଡିପ୍ଲେସନ ଆମେ ଜାଣିଛେ, ଯାହା ଆମକୁ ଆମର ପୃଥିବୀକୁ ଯୋଉ ଆମର ସୂର୍ଯ୍ୟଙ୍କର ଅଲ୍ଟ୍ରା ଭାୟୋଲେଟ ରଶ୍ମି ଅଛି ସେଥିରୁ କିଭଳି ଭାବେ ରକ୍ଷା କରିଥାଏ, କିନ୍ତୁ ଧୀରେ ଧୀରେ ତା ଦେହରେ ମଧ୍ୟ କ୍ଷୟ ଘଟିଲାଣି। ଆଉ ଯୋଉ ୱେଷ୍ଟ ପ୍ରୋବ୍ଲେମ ବା ଆମର ଯୋଉ ବର୍ଜ୍ୟବସ୍ତୁ ନିକାଶନ ହଉଛି ତାର ମଧ୍ୟ ପରିମାଣ ବଢି ବଢି ଚାଲିଛି। ପଲ୍ୟୁସନ ଯୋଉଭଳି ଭାବେ ଆମର ପରିବେଶରେ ଯୋଉଭଳି ଭାବେ ଇଏ ଦେଖାଯାଇଛି, ପଲ୍ୟୁସନ ହଉଛି ତାହା ମଧ୍ୟ ଗୋଟେ ଚିନ୍ତାର ବିଷୟ। ଆଉ ଅମ୍ଳ ବର୍ଷା ଯୋଉ ହୁଏ ତା ଦେହରେ ମଧ୍ୟ କିଭଳି ଭାବେ ଚାଷର କ୍ଷୟକ୍ଷତି ହଉଛି, ସ୍ୱାସ୍ଥ୍ୟର କ୍ଷୟକ୍ଷତି ଘଟୁଛି, ବିଭିନ୍ନ ପ୍ରକାରର ପରିବେଶ ଭିତ୍ତିକ ଅସୁବିଧା ହଉଛି। ଏବଂ ଯଦି ଦେଖିବା ଏଇଭଳି ଅନେକ ଗୁଡ଼ିଏ ଅସୁବିଧା ଅଛି। ତେଣୁ ଏଇ ଯୋଉ ଅସୁବିଧା ଗୁଡ଼ିକ ହଉଛି ବାସ୍ତବରେ ଏଇଟା ଅସୁବିଧା ପାଇଁ ଦାୟୀ କିଏ, ଏବଂ ସେ ଯୋଉ ଅସୁବିଧା ଗୁଡ଼ିକ ହଉଛି ତାର ପ୍ରଭାବ ମଧ୍ୟ କେଉଁଭଳି ଭାବେ ସମାଜ ଉପରେ ପଡୁଛି, ଏଇ ସମ୍ବନ୍ଧରେ ମୁଖ୍ୟତଃ ଭାବରେ ଗୋଟେ ବିଷୟର ଆବଶ୍ୟକତା ଥିଲା। ଆଉ ସେ ଯୋଉ ଖାଲି ଶୂନ୍ୟ ସ୍ଥାନଟି ଥିଲା, ଯାହାକୁ ଅନ୍ୟ କୌଣସି ବିଜ୍ଞାନ ଯୋଉ ରହିଲେ ବା ଆମର ଅନ୍ୟ ଯେକୌଣସି ବିଷୟ ଗୁଡ଼ିକ ରହିଲେ ସେମାନେ କେହି ଏ ସ୍ଥାନଟିକୁ ପୂରଣ କରିପାରିନଥିଲେ। ତେଣୁ ସମାଜ ବିଜ୍ଞାନ ସେଇଭଳିଆ ଗୋଟେ ବିଷୟବସ୍ତୁ ଯାହା ବାହାରିଲା ଏଇ ସ୍ଥାନଟିକୁ ପୂରଣ କରିବା ପାଇଁ, ଏବଂ କେଉଁ ସମୟରେ ଏହା ବାହାରିଲା ଆମେ ଆଲୋଚନା କରିବା। କେଉଁ ସମୟରେ ଏନଭାରମେଣ୍ଟାଲ ସୋସିଓଲୋଜି ବା ଯୋଉ ଆମର ପରିବେଶ ସମାଜ ବିଜ୍ଞାନ ତା କେବେ ବାହାରିଲା, ସେ ବା ତାର ଉତ୍ପତ୍ତି କେବେ ହେଲା, ଆମେ ଯଦି ଦେଖିବା 1970 ଯୋଉ ଦଶକ ଥିଲା ତାକୁ ମୁଖ୍ୟତଃ ଭାବେ ଆମେ ଗୋଟେ ଯୋଉ ଆମର ପରିବେଶ ବା ପରିବେଶ ଦଶକ ବା ପରିବେଶ ଭିତ୍ତିକ ଦଶକ ଭାବେ ଆମେ ମୁଖ୍ୟତଃ ଭାବେ ସେଲିବ୍ରେଟ କରିଥାଉ ବା ତାକୁ ଆମେ ମାନିଥାଉ। ଏହି ସମୟରେ ଗୋଟେ ଆର୍ଥ ଡେ ବା ଯୋଉ ଆମର 1970 22 ଏପ୍ରିଲ 22 ତାରିଖରେ ଆର୍ଥ ଡେ ସେଲିବ୍ରେସନ ହୋଇଥିଲା, ଏବଂ ଏହା ଅନେକ ଗୁଡ଼ିଏ ଦେଶ ଏକାଠି ହେଇଥିଲେ। ପୃଥିବୀର ଯୋଉ ସ୍ୱାସ୍ଥ୍ୟ ରହିଛି ବା ଆମେ ଯାହାକୁ କହିବା ଆକ୍ଷରିକ ଓଡ଼ିଆ ହିସାବରେ ଆମେ କହିବା ଗଲେ ପୃଥିବୀର ସ୍ୱାସ୍ଥ୍ୟ ବା ଆର୍ଥର ଏନଭାରମେଣ୍ଟର ହେଲ୍ଥ ଯୋଉ ରହିଛି, ଆମର ପରିବେଶର ଯୋଉ କ୍ଷୟ ଘଟୁଥିଲା ବା ଅବନତି ଦିନକୁ ଦିନ ଘଟି ଚାଲିଛି ପରିବେଶ ପ୍ରଦୂଷଣଠୁ ନେଇ ଯୋଉ ବିଷୟ ଗୁଡ଼ିକ ଆମେ ପୂର୍ବରୁ ଆଲୋଚନା କଲେ, ଏହି ସମ୍ବନ୍ଧରେ ସବୁ ଅନେକ ଗୁଡ଼ିଏ ଦେଶ ଏକାଠି ହେଲେ ଆଲୋଚନା କରିବା ପାଇଁ। ଏବଂ ଯଦି ଦେଖାଯାଏ ପ୍ରଥମେ ଯୋଉ ଏଇ ଦେଶ ଗୁଡ଼ିକ ଆଲୋଚନା କଲେ, ଏଇ ଦେଶ ଗୁଡ଼ିକ ମୁଖ୍ୟତଃ ଭାବେ ଆଲୋଚନା କଲେ ଯୋଉ ଆମର କେଉଁଭଳି ଭାବେ ଏଇ ଯୋଉ ପ୍ରଦୂଷଣ ଏଇ ଯୋଉ ଭାବେ ଯୋଉ ସଙ୍କଟ ଦେଖାଯାଇଛି ବିଶ୍ୱ ଯୋଉ ଆମର ପରିବେଶରେ ବା ଯୋଉ ଆମର ପ୍ରାକୃତିକ ପରିବେଶରେ ଯୋଉ ସଙ୍କଟ ଦେଖାଯାଇଛି ତାହାକୁ କେଉଁଭଳି ଭାବେ କମା ଯାଇପାରିବ, କମ୍ କରାଯାଇପାରିବ, ଏବଂ ଏଥିରେ ସମାଜର କ'ଣ ଭୂମିକା ରହିଛି, ଏବଂ ଯୋଉଟା କି ପରିବେଶ ବିଜ୍ଞାନୀ ମାନଙ୍କର ଶତ ପ୍ରଚେଷ୍ଟା ସତ୍ୟ ମଧ୍ୟ ସେମାନେ ଜାଣିପାରୁନାହାନ୍ତି ଯେ ଏହାକୁ କିଭଳି ଭାବେ ରୋକାଯାଇ ପାରିବ, ବା ପ୍ରକୃତରେ ଏଇ ଯୋଉ ପ୍ରଦୂଷଣ ହଉଛି ବା ଯୋଉ ଡିଗ୍ରେଡେସନ ହଉଛି ବା ଯୋଉ କମି କମି ଯାଉଛି ଆମର ଯୋଉ ପରିବେଶର ଯୋଉ ମାନ, ତେଣୁ ତାକୁ କେଉଁଭଳି ଭାବେ ରୋକାଯାଇ ପାରିବ, ଆଉ ସମାଜ ଏଥିପାଇଁ କେତେ କାଂଶରେ ଦାୟୀ, ଏବଂ ସମାଜର କୋଉ ବର୍ଗର ଲୋକ ଦାୟୀ, କୋଉ ସମ୍ପ୍ରଦାୟ ଦାୟୀ, କୋଉ ଦେଶ ଦାୟୀ, କୋଉ ଲିଙ୍ଗ ଦାୟୀ, ଏଇ ସମ୍ବନ୍ଧରେ ପ୍ରକୃତରେ ଆଲୋଚନା କରିବା ପାଇଁ ଏଇ ବିଷୟବସ୍ତୁର ଆବଶ୍ୟକତା ପଡ଼ିଲା। ଏବଂ ଯଦି ଦେଖାଯାଏ ଏଇ ସମୟରେ 1960 ରୁ 1970 ଦଶକ ମଧ୍ୟରେ ପୃଥିବୀ ଗୋଟେ ବଡ଼ ସମସ୍ୟା ଦେଇକରି ଗତି କରୁଥିଲା। ଖାଲି ନୁହେଁ ଯେ ପରିବେଶ ଭିତ୍ତିକ ସମସ୍ୟା, ଅର୍ଥନୈତିକ ସମସ୍ୟା, ରାଜନୈତିକ ସମସ୍ୟା, ଏବଂ ଏଗୁଡ଼ିକ ସବୁଗୁଡ଼ିକ ଯୋଡ଼ି ହୋଇଥିଲା କାହା ସହିତ ନା ଯୋଉ ଆମର ପରିବେଶ ଭିତ୍ତିକ ସମସ୍ୟା ସହିତ ଯୋଡ଼ି ହୋଇଥିଲା। ଏବଂ ଯଦି ଦେଖାଯାଏ ଏହା ପୂର୍ବରୁ ଅନେକ ଗୁଡ଼ିଏ ପରିବେଶ ବିଜ୍ଞାନ ଥିଲେ, ଭୌଗୋଳିକ ଥିଲେ, ଯୋଉମାନେ ଅନେକାଂଶରେ ଏଇସବୁ ବିଷୟବସ୍ତୁ ସହିତ ଆଲୋଚନା କରିଥିଲେ, କିନ୍ତୁ ଏହାର କୌଣସି ସୁଫଳ ମିଳିପାରି ନଥିଲା। ଏବଂ ଏଇ ସମୟରେ ସମାଜ ବିଜ୍ଞାନୀ ମାନେ ସେମାନେ କ'ଣ କଲେ ନା ସେମାନେ
ଚିନ୍ତା କଲେ ମୁଖ୍ୟତଃ ଭାବରେ ଯେଉଁ ସମାଜଶାସ୍ତ୍ର ଆମର ରହିଲେ ସବୁ ବିଜ୍ଞାନୀମାନେ ସେମାନେ ଚିନ୍ତା କଲେ ଯେ କ'ଣ ପାଇଁ ଏତେ ପରିବେଶ ବିଜ୍ଞାନ ଭଳିଆ ଗୋଟେ ବିଷୟ ଥାଇ ମଧ୍ୟ ଭୂଗୋଳ ଭଳି ଗୋଟେ ବିଷୟ ଥାଇ ମଧ୍ୟ ଜୀବବିଜ୍ଞାନ ଭଳି ଗୋଟେ ବିଷୟ ଥାଇ ମଧ୍ୟ କ'ଣ ପାଇଁ ଏଇ ଯେଉଁ ଅସୁବିଧା ଦେଖାଯାଇଛି ସେଥିରେ କୌଣସି ସୁଧାର ଅଣାଯାଇ ପାରୁନାହିଁ। ତେଣୁ ଏଇ ଯେଉଁ ବିଷୟବସ୍ତୁ ଗୁଡ଼ିକ ରହିଛି କେଉଁଠି ନା କେଉଁଠି ଏଥିରେ କୌଣସି ନା କେଉଁଠି ଗୋଟେ ତ୍ରୁଟି ରହିଛି ବା ଏଇଭଳି କୌଣସି ଗୋଟିଏ ବିଷୟବସ୍ତୁ ରହିଛି ଯେଉଁ ଯାହା ବିଷୟରେ ଏମାନେ ହୁଏତ ତର୍ଜମା କରିପାରୁନାହାନ୍ତି। ତେଣୁ ସେମାନେ କ'ଣ କଲେ ନା ପ୍ରଥମେ ଚେଷ୍ଟା କଲେ ଯେ କେଉଁଭଳି ଭାବେ ମଣିଷ ସମାଜ ଆଉ ଯେଉଁ ପରିବେଶ ବିଷୟରେ ଯେଉଁ ସମ୍ପର୍କ ରହିଛି ତାକୁ ପ୍ରଥମେ ବୁଝିବା ପାଇଁ ଚେଷ୍ଟା କଲେ ଏବଂ ତାକୁ ବୁଝିବା ପାଇଁ ଏଇ ଯେଉଁ ବିଷୟବସ୍ତୁର ଉତ୍ଥାନ ହେଲା ବା ଏଇ ଯେଉଁ ବିଷୟବସ୍ତୁ ବା ଯେଉଁ ଏନଭାୟରମେଣ୍ଟାଲ ସୋସିଓଲୋଜି ଆମେ ଯେଉଁ ପରିବେଶ ସମାଜ ବିଜ୍ଞାନ କହିଥାଉ ତାର ସୃଷ୍ଟି ହୋଇଥିଲା। ଏବଂ ଯଦି ଦେଖିବା ଏହାର ସୃଷ୍ଟି ହେବାର ମୁଖ୍ୟ କାରଣ ହେଲା ମୁଖ୍ୟ ଦୁଇଟି କାରଣ। ଗୋଟେ ହେଲା ଆମର ଯେଉଁ ଭୌଗୋଳିକ ବିଶ୍ଳେଷଣ ଥିଲା ଆମର ପରିବେଶ ସମ୍ବନ୍ଧରେ ଏବଂ ଆଉ ଗୋଟେ ଥିଲା ଯେଉଁ ଜୀବବିଜ୍ଞାନ ସମ୍ବନ୍ଧୀୟ ଯେଉଁ ଆମର ବିଶ୍ଳେଷଣ ଥିଲା ପରିବେଶକୁ ନେଇ। ସେ ଦୁଇ ଜଣଙ୍କ ସେ ଯେଉଁ ଦୁଇଟି ବିଷୟବସ୍ତୁ ଥିଲେ ସେ ଦୁଇ ବିଷୟବସ୍ତୁ କେଉଁଠି ନା କେଉଁଠି ନିଜର ଅପାରଗତା ଦେଖେଇଥିଲେ ଏଇ ଯେଉଁ ମଣିଷ ସମାଜ ଦ୍ୱାରା ପରିବେଶର ଯେଉଁ ଅସୁବିଧା ସୃଷ୍ଟି ହେଉଛି ବା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ତର୍ଜମା କରିବାରେ କେଉଁଠି ନା କେଉଁଠି ସେମାନେ ଅସଫଳ ହୋଇଥିଲେ। ଏବଂ ଯଦି ଦେଖାଯାଏ ସେମାନଙ୍କ ମଧ୍ୟରେ ଯଦି ଦେଖିବା ଆମେ ପ୍ରଥମେ ଉଦାହରଣ ନେଇପାରିବା ଜଣେ ବ୍ୟକ୍ତି ଥିଲେ ଯାହାକୁ ଆମେ ଜାଣିଛେ ସେ ବହୁତ ଜଣାଶୁଣା ନା ଥୋମାସ ବକଲ ବୋଲି। ଥୋମାସ ବକଲ ଗୋଟେ ପୁସ୍ତକ ରଚନା କରିଥିଲେ ଦ ହିଷ୍ଟ୍ରି ଅଫ୍ ସିଭିଲାଇଜେସନ ଇନ୍ ଇଂଲଣ୍ଡ। ଏବଂ ସେଠାରେ ସେ କ'ଣ କହିଥିଲେ ସେ ମୁଖ୍ୟତଃ ଭାବେ ଏ ଯେଉଁ ପୁସ୍ତକଟି ରଚନା କରିଥିଲେ ସେ ପୁସ୍ତକଟି ସେ ଅନୁପ୍ରାଣିତ ହୋଇଥିଲେ ଆମର ଫ୍ରାନ୍ସ ଦାର୍ଶନିକ ବା ଫ୍ରେଞ୍ଚ ଦାର୍ଶନିକ ମଣ୍ଟେସ୍କ୍ୟୁ ଏବଂ ଜର୍ମାନ ଭୌଗୋଳିକ କାର୍ଲ ରିଟର ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେହି ପୁସ୍ତକଟି ରଚନା କରିଥିଲେ। ଏବଂ ତାଙ୍କର କହିବାର ଥିଲା ଯେ ପ୍ରକୃତରେ ମଣିଷ ସମାଜ ହେଉଛି ଗୋଟେ ଯେଉଁ ପରିବେଶ ପ୍ରାକୃତିକ ପରିବେଶ ରହିଛି ତାର ହିଁ ଉପାଦାନ ଏବଂ ମଣିଷ ସମାଜ ପ୍ରାକୃତିକ ପରିବେଶରୁ ହିଁ ସୃଷ୍ଟି ହେଇଛି। ଏବଂ ତାଙ୍କର କହିବାର ଥିଲା ଯେ ମଣିଷ ଯେତେ ପ୍ରିମିଟିଭ ବା ଯେଉଁମାନେ ଯେଉଁ ଟ୍ରାଡିସନାଲ ବା ଯେଉଁମାନେ ପୁରୁଣା ସମ୍ପ୍ରଦାୟର ଯେଉଁମାନେ ଲୋକ ରହିଛନ୍ତି ମୁଖ୍ୟତଃ ଭାବରେ ଯେଉଁ ଜନଜାତି ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ବଣ ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ବସବାସ କରନ୍ତି ସେ କହିବା କଥା ଯେ ସେମାନେ ମୁଖ୍ୟତଃ ଭାବରେ ପରିବେଶ ସହିତ ଯୋଡ଼ି ହୋଇ ରହିଥିଲେ ଏବଂ ଧୀରେ ଧୀରେ ଯେତେବେଳେ ସମାଜ ଗୋଟେ ବିକାଶଶୀଳ ବା ହେବାକୁ ଲାଗେ ବା ତାର ବିକାଶର ପଥରେ ଅଗ୍ରସର ହେବାକୁ ପଡ଼େ ସେ କହିବେ ଯେ କହିବାକୁ ତାଙ୍କର କହିବାର ବା ସେ କହୁଥିଲେ ଯେ ବା ସେ ଆଲୋଚନା କରିଥିଲେ ଯେ ଯେତେବେଳେ ସମାଜ ବିକାଶର ପଥରେ ଅଗ୍ରସର ହୁଏ ଧୀରେ ଧୀରେ ସେ ଯେଉଁ ନିବିଡ଼ତା ଥାଏ ବା ସେ ଯେଉଁ ସମାଜ ଆଉ ପରିବେଶ ମଧ୍ୟରେ ଯେଉଁ ନିବିଡ଼ତା ଥାଏ ତାହାର ଧୀରେ ଧୀରେ କ୍ଷୟ ହୋଇଯାଇଥାଏ ଏବଂ ସେ ବ୍ୟବଧାନଟା ବଢ଼ି ବଢ଼ି ଯାଇଥାଏ। ଏବଂ ସେ ଉଦାହରଣ ଦେଇଥିଲେ ଗୋଟେ ପ୍ରିମିଟିଭ ସୋସାଇଟି ଯାହାକୁ ଆମେ ଗୋଟେ ପୁରାତନ ସମାଜ କହିଥାଉ ଯାହାକୁ ମୁଖ୍ୟତଃ ଭାବେ ଆମେ ଯେଉଁ ଜନଜାତି ସମ୍ପ୍ରଦାୟ ଯେଉଁମାନେ ଜଙ୍ଗଲରେ ରହୁଛନ୍ତି ବା ପ୍ରାକୃତିକ ପରିବେଶ ସହିତ ଯେଉଁମାନଙ୍କର ନିବିଡ଼ତା ରହିଛି ତାଙ୍କର କହିବାର କଥା ହେଲା ଯେ ସେଇ ଯେଉଁ ସମ୍ପ୍ରଦାୟ ରହିଛନ୍ତି ସେଇମାନଙ୍କ ସହିତ ପରିବେଶର ଯେଉଁ ସମ୍ପର୍କ ରହିଛି ଧୀରେ ଧୀରେ ଯେତେବେଳେ ସାମାଜିକ ପରିବର୍ତ୍ତନ ହୁଏ ସମାଜ ବିକାଶର ପଥରେ ଅଗ୍ରସର କରିବାକୁ ଲାଗେ ସେ ସମୟରେ ସେ ଯେଉଁ ସମ୍ପର୍କଟା ଧୀରେ ଧୀରେ କ୍ଷୁର୍ଣ୍ଣ ହୋଇଯାଏ ଏବଂ ସେ ଯେଉଁ ନିବିଡ଼ତାଟା ଧୀରେ ଧୀରେ କମିଯାଏ ଏବଂ ଆଧୁନିକତା ଯେତେବେଳେ ଆସିଯାଏ ସେ ନିବିଡ଼ତାଟା ଯାହା ଆଗରୁ ଥିଲା ବହୁତ ଘନିଷ୍ଠ ଥିଲା ତାହା ଧୀରେ ଧୀରେ କମିକି ଦୁର୍ବଳ ହୋଇଯାଇଥିଲା। ଏବଂ ଏହାପରେ ଯଦି ଦେଖିବା ଆଉ ଜଣେ ପରିବେଶ ବିଜ୍ଞାନୀ ମଧ୍ୟ ଥିଲେ ବା ଯିଏ ଆମେ ମୁଖ୍ୟତଃ ଭାବରେ ଯେ ଯାହାକୁ ଆମେ ଜାଣିଛେ ଏଲସ୍ୱର୍ଥ ହଣ୍ଟିଂଟନ ସେ ଅନେକ ଗୁଡ଼ିଏ ପୁସ୍ତକ ରଚନା କରିଥିଲେ ଏବଂ ଯଦି ଦେଖିବା ତାଙ୍କର ପୁସ୍ତକ ଗୁଡ଼ିକ ମଧ୍ୟରୁ ଥିଲା ସିଭିଲାଇଜେସନ ଆଣ୍ଡ କ୍ଲାଇମେଟ ୱାର୍ଲଡ ପାୱାର ଆଣ୍ଡ ଇଭଲ୍ୟୁସନ ଇନ୍ ଦ କ୍ୟାରେକ୍ଟର ଅଫ ରେସେସ୍। ଆଉ ଯଦି ଦେଖିବା ତାଙ୍କର ଯେଉଁ ତର୍ଜମା ଥିଲା ସେ ସବୁବେଳେ କହୁଥିଲେ ଯେ କେଉଁଭଳି ଭାବେ ମୁଁ ଆଉ ଗୋଟେ କଥା କହିବା ପାଇଁ ଏଠି ରଖିବା ପାଇଁ ଚାହିଁବି ଯେ ଯେଉଁ ବକଲଙ୍କ ବିଷୟରେ ଆମେ ଆଲୋଚନା କଲେ ତ
थॉमस बकल ଆଉ ଗୋଟେ ମଧ୍ୟ କଥା କହିଥିଲେ। ସେ ଯେତେବେଳେ କହିଥିଲେ ଯେ ପ୍ରକୃତରେ ପରିବେଶର କୋଉ ଭଳି ଭାବେ ଗୋଟେ ମଣିଷର ଯୋଉ ଆମର ରହିଛି ମେଣ୍ଟାଲ ହେଲ୍ଥ ବା ଆମର ଯୋଉ ମାନସିକ ସ୍ୱାସ୍ଥ୍ୟ ରହିଛି ତାହା ଉପରେ କେଉଁଭଳି ଭାବେ ପ୍ରଭାବ ପଡ଼ିଥାଏ। ଏବଂ ସେ କହିଥିଲେ ଯେ କେଉଁଭଳି ଭାବେ ଯୋଉ ବ୍ରିଟିଶ ସୋସାଇଟିର ଯୋଉ ସୁନ୍ଦର ପାହାଡ଼ ଏବଂ ସେଥିରୁ ଝରୁଥିବା ଝରଣା ଏବଂ ସେଠାରେ ଯୋଉ ଡୋମେଷ୍ଟିକେଟେଡ୍ ଆନିମଲ ରହିଲେ ବା ଯୋଉ ଗୃହପାଳିତ ପଶୁମାନଙ୍କର ଚାଲୁଥିବାର ଦୃଶ୍ୟ, ଏହା ଅନେକ ସମୟରେ ବ୍ରିଟିଶର ଯୋଉ ବୁଦ୍ଧିଜୀବୀ ମାନେ ରହିଲେ ତାଙ୍କୁ ପ୍ରଭାବ କରିଥାଏ ଏବଂ ତାଙ୍କ ମନରେ ଗୋଟେ ସକାରାତ୍ମକ ଚିନ୍ତାଧାରାର ବିକାଶରେ ସାହାଯ୍ୟ କରିଥାଏ। ଏବଂ ସେ କହିଥିଲେ ଯେ ଅନେକାଂଶରେ ଯୋଉ ବ୍ରିଟିଶ ସରକାରଙ୍କର ଯୋଉ ବା ବ୍ରିଟିଶ ସମାଜରେ ବା ବ୍ରିଟେନରେ ଜନ୍ମ ହୋଇଥିବା ଲୋକମାନଙ୍କର ଯୋଉ ବୁଦ୍ଧିମତା ରହିଛି ସେଥିପାଇଁ ଅନେକାଂଶରେ ଯୋଉ ଭଲ ପରିବେଶ ହିଁ ଦାୟୀ। ଏ କଥା ବି ମୁଁ ବକଲ କହିଥିଲେ, ଯାହାକୁ ଅନେକ ଏଇ ଯୋଉ ତାଙ୍କର ଯୁକ୍ତିକୁ ଅନେକ ଗୁଡ଼ିଏ ସମାଲୋଚନାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାପରେ ଯଦି ଦେଖିବା ଆମେ, ମୁଁ ଯେଭଳି ଭାବେ କହିଲି ଏଲସୱର୍ଥ ହଣ୍ଟିଂଟନ ମଧ୍ୟ ଅନେକାଂଶରେ ଏକମତ ହୋଇଥିଲେ କାହା ସହିତ ନା ବକଲ ସହିତ। ଏବଂ ସେ ମଧ୍ୟ କହିଥିଲେ ଯେ ଜଣଙ୍କର ଯୋଉ ଇଣ୍ଟେଲିଜେନ୍ସ ରହିଛି ବା ଜଣଙ୍କର ଚତୁରତା, ଜଣଙ୍କର ଜ୍ଞାନ ଆଉ ଜଣଙ୍କର ଯୋଉ ୱିଲ୍ ପାୱାର ବା ଯୋଉ ତାର ଶକ୍ତି ରହିଛି, ଇଚ୍ଛା ଶକ୍ତି ରହିଛି, ତାହା ହଉଛି ପ୍ରକୃତି ଗୋଟେ ଭଲ ନେଚର ବା ଗୋଟେ ଭଲ ପରିବେଶରୁ ହିଁ ସେଇଭଳି ଶକ୍ତି ଆସିପାରେ। ଏବଂ କିନ୍ତୁ ଯଦି ଦେଖିବା ଏହାପରେ କେତେ ଗୁଡ଼ିଏ ସମାଜ ବିଜ୍ଞାନୀ ଆସିଥିଲେ ଯେଉଁମାନେ ଅନେକାଂଶରେ ଏଇ ଯୋଉ ଦୁଇଟି ଥିଓରି ରହିଛି, ବକଲଙ୍କର ଯୋଉ ଦୃଷ୍ଟିକୋଣ ରହିଥିଲା ଏବଂ ଏଲସୱର୍ଥ ହଣ୍ଟିଂଟନଙ୍କର ଯୋଉ ଦୃଷ୍ଟିକୋଣ ରହିଥିଲା ତାକୁ ଅନେକାଂଶରେ ସମାଲୋଚନା କରିଥିଲେ। ଏବଂ ସେ ସମାଲୋଚନା ଯୋଉମାନେ କରୁଥିଲେ ସେମାନଙ୍କ ମଧ୍ୟରୁ P.A. ସରୋକିନ୍ ଯୋଉ ସମାଜ ବିଜ୍ଞାନୀ ବା ସମାଜଶାସ୍ତ୍ରର ଯିଏ ଥିଲେ ଆମର ବିଜ୍ଞାନୀ, ସିଏ ଅନେକାଂଶରେ ସମାଲୋଚନା କରିଥିଲେ। ଏବଂ ତାଙ୍କର କହିବାର କଥା ଯେ ଏଇ ଯୋଉ ରହିଲେ ଆମର ଥୋମାସ ବକଲ ଆଉ ଏଲସୱର୍ଥ ହଣ୍ଟିଂଟନ, ସେ ସବୁବେଳ ପାଇଁ ଅଧିକ ପ୍ରାଧାନ୍ୟ ଦେଉଥିଲେ କେବଳ ଯୋଉ ପରିବେଶ, ଯୋଉ ପ୍ରାକୃତିକ ପରିବେଶ ରହିଛି ତାକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଏବଂ ସେ ଯୋଉ ସାମାଜିକ ପରିବେଶ ରହିଛି ବା ସାମାଜିକ ବ୍ୟବସ୍ଥା ରହିଛି, ସାମାଜିକ ସ୍ଥିତି ରହିଛି, ତାକୁ ସେମାନେ ଅଧିକ ପ୍ରାଧାନ୍ୟ ଦେଉନଥିଲେ। ଏବଂ ଯଦି ଆମେ ଦେଖିବା ପ୍ରକୃତରେ ସେ କିଏ ଥିଲେ ଯାହା ପାଇଁ ସମାଜଶାସ୍ତ୍ରରେ ପ୍ରକୃତରେ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଯୋଉ ଆଲୋଚନା ହେଲା, ତା ଯାହା ପାଇଁ ବାସ୍ତବରେ ଏସବୁ ଜିନିଷ ବା ଏସବୁ ବିଷୟରେ ଆଲୋଚନା ଗୁଡ଼ିକ ସୃଷ୍ଟି ହୋଇଥିଲା। ଏବଂ ଏଇ ଯୋଉ ବିଷୟଟି ଆରମ୍ଭ ହୋଇଥିଲା ଆଲୋଚନାର ବିଷୟବସ୍ତୁ ଭାବରେ ଏନଭାୟରମେଣ୍ଟାଲ ସୋସିଓଲୋଜି ବା ଯୋଉ ପରିବେଶ ସମ୍ବନ୍ଧୀୟ ସମାଜ ବିଜ୍ଞାନ କିଭଳି ଭାବେ ଆରମ୍ଭ ହେଇଥିଲା, ଯଦି ଆମେ ଦେଖିବା ପ୍ରଥମେ ଚାର୍ଲସ ଡାରୱିନ ଥିଲେ, ଯାହାକୁ ନେଇ ଅନେକ ଗୁଡ଼ିଏ ସମାଜ ବିଜ୍ଞାନୀ ତାଙ୍କର ଆକ୍ରୋଶ ବା ତାଙ୍କର ଯୋଉ ଯୁକ୍ତି ରହିଛି ଉପସ୍ଥାପନ କରିଥିଲେ ଡାରୱିନଙ୍କର ଯୁକ୍ତିକୁ ଅନେକାଂଶରେ ଖଣ୍ଡନ କରିବା ପାଇଁ। ଆଉ କେତେ ଗୁଡ଼ିଏ ସମାଜ ବିଜ୍ଞାନୀ ଥିଲେ ଯେଉଁମାନେ ଅନେକାଂଶରେ ଡାରୱିନଙ୍କ ସହିତ ମଧ୍ୟ ଏକମତ ହୋଇଥିଲେ। ଏବଂ ଯଦି ଦେଖାଯାଏ ଯେ ବିକାଶ ଯୋଉ ଇଭଲ୍ୟୁସନ ହୋଇଛି, ଇଭଲ୍ୟୁସନ ଆମେ ଯାହାକୁ କହିଛୁ ଡାରୱିନଙ୍କର ଯୋଉ ଥିଓରି ରହିଛି, ଥିଓରି ଅଫ ଇଭଲ୍ୟୁସନ, ସେ ଯୋଉ ଡାରୱିନଙ୍କର ଥିଓରି ଅଫ ଇଭଲ୍ୟୁସନରେ ସେ କେଉଁଭଳି ଭାବେ କହିଥିଲେ ଯେ ଯେତେବେଳେ ଗୋଟେ ସମାଜର ବିକାଶ ହୋଇ ଚାଲିବ, ତାର ଇଭଲ୍ୟୁସନ ହୋଇ ଚାଲିବ, ସେତେବେଳେ କ'ଣ ହେବ ନା କୋଉ ଜୀବ ସମାଜ ବା ଆମର ଯୋଉ କ୍ରିଏଚର ବା ଯୋଉ ଆମେ କୋଉ ଗୋଟେ ଜୀବ ବିଶେଷ ବଞ୍ଚି ରହିବ ଏବଂ କୋଉ ଜୀବ ବିଶେଷ ଲୋପ ପାଇଯିବ। ଯଦି ଦେଖାଯାଏ ଡାରୱିନଙ୍କର ମାନିବାର ଥିଲା ଯେ ଯୋଉ ଗୋଟେ ପର୍ଟିକୁଲାର ସ୍ପେସିସ୍ ବା ଆମର ଯୋଉ ଜୀବ ବିଶେଷ କହିଥାଉ, ସେ ଯଦି ତାର ଚାରି ପାଖରେ ଥିବା ପରିବେଶକୁ ଖାପ ଖୁଆଇ ପାରିଲା, ତାହେଲେ ହିଁ ସେ ତେବେ ହିଁ ଯାଇ ସେ ସେଥିରେ ପରିବେଶରେ ବଞ୍ଚିପାରିବ ବା ସମାଜରେ ବଞ୍ଚିପାରିବ, ନହେଲେ ତାର ଲୁପ୍ତ ପାଇଯିବ। ଯଦି ଆମେ ଉଦାହରଣ ଯୋଉଭଳି ଭାବେ ଆମେ ନେଇଥିଲେ ଡାଇନୋସରର ଉଦାହରଣ ଆମେ କହୁଥିଲେ, କିଭଳି ଭାବେ ସେ ପ୍ରଜାତି ଲୁପ୍ତ ପାଇଯାଇଥିଲେ। କାରଣ ପରିବେଶ ବିଜ୍ଞାନୀ ମାନଙ୍କର ଏହା ମାନିବାର କଥା ଯେ ସେମାନେ ଯେହେତୁ ପରିବେଶ ସହିତ ଖାପ ଖୁଆଇ ପାରିଲେ ନାହିଁ, ତେଣୁ ସେମାନେ ଲୁପ୍ତ ହୋଇଗଲେ। ସେଇଭଳି ଭାବେ ଯଦି ଆମେ ଦେଖିବା ଯୋଉ ଡାରୱିନଙ୍କର ଯୋଉ ଗବେଷଣା ଥିଲା ବା ତାଙ୍କର ଯୋଉ ସନ୍ଦର୍ଭଟି ଥିଲା, ଯାହା ସେ
ଗାଲାପାଗୋସ୍ ଆଇଲ୍ୟାଣ୍ଡ ବା ଯୋଉ ଦ୍ୱୀପପୁଞ୍ଜରେ ସେ ଦ୍ୱୀପରେ ଯୋଉ ତାଙ୍କର ଆରମ୍ଭ କରିଥିଲେ ସେଠାରେ ମଧ୍ୟ ସେ କହିଥିଲେ ଯେ ସର୍ଭାଇଭାଲ ଅଫ ଦ ଫିଟେଷ୍ଟ, ଯେ ଯୋଉମାନେ ଫିଟ୍ ବା ଯୋଉମାନେ ଯୋଗ୍ୟ ସେଇମାନେ ହିଁ କେବଳ ବଞ୍ଚିପାରିବେ ବା ରହିପାରିବେ ପରିବେଶ ସହିତ ଖାପ ଖୁଆଇ, ଆଉ ଯୋଉମାନେ ଅଯୋଗ୍ୟ ନିଜକୁ ଖାପ ଖୁଆଇ ପାରିବେ ନାହିଁ ସେମାନେ ଲୁପ୍ତ ହୋଇଯିବେ। ଏବଂ ତାକୁ ସେ କରିବା ପାଇଁ ତାଙ୍କର ଯୋଉ ଆପ୍ରୋଚ ଥିଲା ବା ତାଙ୍କର ଯୋଉ ପର୍ସପେକ୍ଟିଭ, ତାଙ୍କର ଯୋଉ ଥିଓରି ଥିଲା ତାକୁ ଆମେ ମୁଖ୍ୟତଃ ଭାବେ ଜାଣିଥାଉ ଯେ ଥିଓରି ଅଫ ନ୍ୟାଚୁରାଲ ସିଲେକ୍ସନ। ନ୍ୟାଚୁରାଲ ସିଲେକ୍ସନ ତାଙ୍କର କହିବା କଥା ଯେ ପ୍ରକୃତି ପ୍ରକୃତରେ କାହାକୁ ବାଛିଥାଏ ବଞ୍ଚେଇ ରଖିବା ପାଇଁ ଏବଂ କାହାର ବିକାଶ ଏବଂ ପ୍ରଗତି ପାଇଁ ପ୍ରକୃତି କାହାକୁ ବାଛିଥାଏ ତାହା ହେଉଛି ଏକ ଉଦାହରଣ। ଯେମିତି ମୁଁ ଉଦାହରଣ ଦେଲି, ପ୍ରକୃତି ଡାଇନୋସରକୁ ବାଛିଲା ନାହିଁ, ତେଣୁ ସେ ଯେଉଁ ପ୍ରଜାତି ଥିଲା ତାହା କିଭଳି ଭାବେ ଲୁପ୍ତ ହୋଇଗଲା। କିନ୍ତୁ ପ୍ରକୃତି ଆଜି ମଣିଷକୁ ବାଛିଛି, ଅନ୍ୟ କେତେ ଗୁଡ଼ିଏ ଜୀବଜନ୍ତୁକୁ ବାଛିଛି, ଯେଉଁଥିପାଇଁ ସେମାନେ ସର୍ଭାଇଭ୍ କରିଛନ୍ତି ବା ସେମାନେ ଧୀରେ ଧୀରେ ସେମାନଙ୍କର ଇଭଲ୍ୟୁସନ୍ ହେଉଛି। ଯଦି ଆମେ ଥିଓରି ଅଫ୍ ଇଭଲ୍ୟୁସନ୍ ପଢ଼ିଛେ କେଉଁଭଳି ଭାବେ ମଣିଷ ଜେଲି ଫିସ୍ଠୁ ଆରମ୍ଭ କରି ଆଜିର ଯେଉଁ ମଣିଷ ସମାଜର ବିକାଶ, ତାହା କିଭଳି ଭାବେ ଯେହେତୁ ପ୍ରକୃତି ଚାହୁଁଛି ବିକାଶ ସେମାନଙ୍କର ସେମାନେ ବିକଶିତ ହୁଅନ୍ତୁ ବୋଲି, ତେଣୁ ସେଇଠାରୁ ହିଁ ବିକାଶର ଆରମ୍ଭ ହୋଇଛି ଏବଂ ଏଥିପାଇଁ ପ୍ରକୃତି ହିଁ ଦାୟୀ। ଏବଂ ପ୍ରକୃତିର ଯୋଉ ଆମେ ମଣିଷ ସମାଜ ହଉଛି ବା ଯୋଉ ପ୍ରାଣୀ ସମାଜ ହଉ, ଯୋଉ ବି ସମାଜ ହଉ, ଯୋଉ ଆମର ଜୈବ ସମାଜ ହଉ, ଏହା ହେଉଛି ଗୋଟେ ପ୍ରକୃତିର ଚୟନ ବା ପ୍ରକୃତି ଏହାକୁ ଚୟନ କରିଛି। ତେଣୁ ସେଇଥିପାଇଁ ଆମେ ଆଜି ବଞ୍ଚିଛେ ଏବଂ ଆମେ ଆଜି ବିକାଶର ପଥରେ ଅଗ୍ରସର ଅଛେ ବା ଆମେ ଆଜି ବିକଶିତ ଅଛେ। ଏବଂ ଯଦି ଦେଖାଯାଏ ଡାରୱିନଙ୍କର କହିବା କଥା ଯେ ଯେତେବେଳେ ଗୋଟିଏ ଜୀବ ବିଶେଷ ସେ ଯେତେବେଳେ ନିଜେ ନିଜର ବଞ୍ଚିବା ପାଇଁ ସଂଘର୍ଷ କରୁଥାଏ ଏବଂ ସେ ସଫଳ ହୁଏ ବଞ୍ଚିବା ପାଇଁ ଗୋଟେ ଯୋଉ ସମାଜରେ ବା ତାର ଯୋଉ ସଂଘର୍ଷ କରେ, ସେ ପାରିପାର୍ଶ୍ୱିକ ପାଣିପାଗ ହଉ, ପାରିପାର୍ଶ୍ୱିକ ଜଳବାୟୁ ହଉ, ପାରିପାର୍ଶ୍ୱିକ ଯୋଉ ପରିବେଶ ଅଛି ତା ସହିତ ଯେତେବେଳେ ସଂଘର୍ଷ করে ବଞ୍ଚିବା ପାଇଁ, ଯେମିତି ଆମେ ଉଦାହରଣ ଦେଇପାରିବା ଗୋଟେ ଖରା ମାନେ ଅତ୍ୟନ୍ତ ଗ୍ରୀଷ୍ମ ସମୟରେ ଗୋଟେ ଜୀବ ଗୋଟେ ଜୀବ ସଂଘର୍ଷ କରୁଛି ବଞ୍ଚିବା ପାଇଁ, କିନ୍ତୁ ଯଦି ଦେଖାଯାଏ ସେ ଜୀବଟି ଡାରୱିନଙ୍କର କହିବା କଥା ଯେତେବେଳେ ସେ ଜୀବଟି ସଫଳ ହୋଇଯାଏ ବଞ୍ଚିବା ପାଇଁ, ସେ ସବୁ ଯୋଉ ଆଡଭର୍ସିଟିଜ ରହିଛି ବା ସେ ଯୋଉ ଦୁଃସାଧ୍ୟ ଯୋଉ ପରିବେଶ ରହିଛି ସେଠାରେ ଯଦି ସେ ସଫଳ ହୋଇଥାଏ ନିଜକୁ ବଞ୍ଚେଇବା ପାଇଁ, ତାହେଲେ ତାର ସେ ଯୋଉ ସର୍ଭାଇଭାଲ ସ୍କିଲ୍ ଗୁଡ଼ିକ ବା ତାର ଯୋଉ ଗୁଣ ଗୁଡ଼ିକ ରହିଥାଏ, ଧୀରେ ଧୀରେ ସିଏ କ'ଣ କରେ ତାର ଯୋଉ ନେକ୍ସଟ ଜେନେରେସନ ରହିଛି ବା ତାର ଯୋଉ ପରବର୍ତ୍ତୀ ପିଢ଼ି ରହିଛି ତାହା କେଉଁଭଳି ଭାବେ ତାର ପରବର୍ତ୍ତୀ ପିଢ଼ି ପାଖକୁ ଚାଲି ଯାଇଥାଏ ତାହାର ଉଦାହରଣ ସେ ଦେଇଥିଲେ। ଯଦି ଆମେ ଗୋଟେ ସାଧାରଣ ବିଷୟବସ୍ତୁ ନେଇ ଦେଖିବା ଯେ କେଉଁଭଳି ଭାବେ ଆଫ୍ରିକୀୟ ଦେଶମାନେ ଯେଉଁଠି ଗ୍ରୀଷ୍ମର ପ୍ରଭାବ ଅତ୍ୟନ୍ତ ଅଧିକ ଏବଂ ସେ ଯେଉଁ ସମାଜରେ କେଉଁଭଳି ଭାବେ ଲୋକମାନେ ସେମାନେ ବଞ୍ଚିଛନ୍ତି ବା ସେମାନେ କେଉଁଭଳି ଭାବେ ସର୍ଭାଇଭ୍ କରିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଜୀବନଯାପନ କରି ଆସିଛନ୍ତି, ଯଦି ଦେଖିବା ସେମାନଙ୍କର ଯୋଉ ବଞ୍ଚିବାର ପ୍ରଣାଳୀ ଧୀରେ ଧୀରେ ପରିବେଶକୁ ଖାପ ଖୁଆଇଲା ଭଳି ସେମାନେ କରିସାରିଛନ୍ତି। ସେଇଭଳି ଭାବେ ଆମେ ଯେଉଁଭଳି ଭାବେ ଗୋଟେ ପାଶ୍ଚାତ୍ୟ ଦେଶକୁ ଦେଖିବା, ସ୍ପେଶାଲି ୱେଷ୍ଟର୍ଣ୍ଣ ବା ପଶ୍ଚିମ ଯୋଉ ଆମର କଣ୍ଟ୍ରି ୱେଷ୍ଟର୍ଣ୍ଣ କଣ୍ଟ୍ରି ଗୁଡ଼ାକ ରହିଲା ବିକଶିତ ଦେଶ, ସେମାନଙ୍କୁ ବି ଯଦି ଦେଖିବା ସେମାନେ କେଉଁଭଳି ଭାବେ ବଞ୍ଚିଛନ୍ତି, ସେମାନେ ତାଙ୍କର ମଧ୍ୟ ବଞ୍ଚିବାର ପନ୍ଥା ଖୋଜି ପାଇଛନ୍ତି ଏବଂ ଧୀରେ ଧୀରେ ସେମାନଙ୍କର ସମାଜ ଯୋଉଠାରେ ଆମେ ଜାଣିଛେ କେତେ ଗୁଡ଼ିଏ ଏମିତି ଯୋଉ ଗୋଟିଏ ଦେଶ ରହିଛି ଯୋଉଠାରେ କି ସବୁବେଳେ ତୁଷାରପାତ ହୋଇଥାଏ ବା ଯୋଉ ବରଫପାତ ହୋଇଥାଏ ଏବଂ ସୂର୍ଯ୍ୟ ବା ଖରାର ଯୋଉ ଉଷ୍ମତା ହଉ କିମ୍ବା ଯୋଉ ଆମର ଦିବାଲୋକ ଦେଖିବା ମଧ୍ୟ କଷ୍ଟ ହୋଇଥାଏ, କିନ୍ତୁ ସେଇଭଳି ଭାବରେ ମଧ୍ୟ ସମାଜରେ ମଧ୍ୟ ଦେଶ ଗୁଡ଼ିକ କେଉଁଭଳି ଭାବେ ସର୍ଭାଇଭ୍ କରିଛନ୍ତି ବା ବଞ୍ଚିଛନ୍ତି ଏବଂ ମଣିଷ ସମାଜ ବା ଜୀବ ସମାଜ କେଉଁଭଳି ଭାବେ ଧୀରେ ଧୀରେ ଅଗ୍ରସର ହେଉଛି ସେଠାରେ ଥାଇ ମଧ୍ୟ ଯୋଉଠାରେ ପାରିପାର୍ଶ୍ୱିକ ପରିସ୍ଥିତି ପରିବେଶ ଅନୁକୂଳ ନୁହେଁ, ଅନୁପଯୋଗୀ ନୁହେଁ, ସେଠାରେ ମଧ୍ୟ କିଭଳି ଭାବେ ରହିଛନ୍ତି। ତେଣୁ ଡାରୱିନଙ୍କର କହିବା କଥା ଯେ ଯେଉଁମାନଙ୍କୁ ପ୍ରକୃତରେ ପ୍ରକୃତି ଚୟନ କରିବ ଏବଂ ଯେଉଁମାନେ ଯୋଗ୍ୟ ନିଜକୁ ବିବେଚିତ କରିବେ ପରିବେଶ ସହିତ ସଂଘର୍ଷ କରି, ସେଇମାନେ ହିଁ ପ୍ରକୃତରେ ବଞ୍ଚିପାରିବେ ଏବଂ ଅନ୍ୟମାନେ ଧୀରେ ଧୀରେ ଅନ୍ୟ ଯୋଉ ପ୍ରଜାତି ରହିଲେ ସେମାନେ ଧୀରେ ଧୀରେ ଲୋପ ପାଇଯିବେ। ଏବଂ ଯଦି ଦେଖିବା ଏହାପରେ ଆମେ ଯିବା କେଉଁ ଯୋଉ ସମାଜ ବିଜ୍ଞାନୀ ମାନେ ରହିଲେ, ଯାହାକୁ ଆମେ ମୁଖ୍ୟତଃ ଯୋଉ କ୍ଲାସିକାଲ ସୋସିଓଲୋଜିଷ୍ଟ ମାନେ ଯୋଉମାନେ ରହିଲେ ବା
जो आमर सब पुराणा सोशियोलोजिस्ट जो मैंने रही से माने किभଳି भावे निजको निजर योगदान देते सब इंटरेस्टिंग कथा जहाँ को आम आश्चर्यजनक कथा हूँ जाना जे 1970 मसीहा पर्यंत समस्त धारणा थिला जे जो आम क्लासिकल सोशियोलोजी रही है धारणा नाला या अनेकांश सत जे आम क्लासिकल सोशियोलोजिस्ट जो मैंने रहिले क्लासिकल सोशियोलोजी इन जनरल आमर जो 1970 पूर्व जो सोशियोलोजी रहा समाज विज्ञान आरंभ ठू नहीं से 70 दशंधि पर्यंत से पर्यंत परिवेश को गोटे विषय वस्तु भाव में कौन समाज विज्ञानी गभीरता सहित दृढ़ता सहित नहीं नथिले एवं संबंध में केबे तर्जमा करि नथिले। यह अर्थ नुह जे से आदौ परिवेश कथा कही ना से परिवेश कथा कही किंतु यह गोटे जहाँ को आम कही मुख्य विषय वस्तु है केबे आलोचनार जो परिधि भितर रही नथिले से सब आलोचना गोटे माक्रो पर्सपेक्टिव गोटे गोटे बड़ ये को नहीं सामाजिक व्यवस्था को नहीं सब सब परिवेश को गोटे जो आमर समाज शास्त्र विषय वस्तु भाव में नहीं आलोचना कर जदि देखा जाए यही जो विषय वस्तु को आलोचना करने आलोचनार परिधि भीतर को आने केते गुटे समाज वैज्ञानिक पाखरे सुजोग थिला जो मान जो भाई भाव कहीपरि आमर जो फंक्शनालिस्ट स्कूल थिला अमेरिका जानी आम टालकट पार्सन रॉबर्ट के मॉर्टन एमाने पाखरे गोटे सुजोग थिला किंतु से माने यार सदुपयोग करनथिले कारण से माने सब जो फंक्शनालिस्ट थिले से माने चाहूले जे क्यों भली भाबे मनीष समाज गोटे सुसंगठित समाज ही रहबो एवं सब गोटे जो फंक्शनल इंटीग्रेशन आम जोटा कही कि भाव समाजर सब व्यवस्था गुड़िक समाजर भल काम कर विषय ही जो एक पार्श्विक जो चिंताधारा को नहीं से तर्जमा कले से परिवेशर भूमिका जो समाजर विकास एवं समाज शास्त्र और परिवेशर जो प्राकृतिक परिवेशर जो संपर्क रही विषय से आलोचना कर किंतु से गोटे बड़ सुजोग थिला पाखरे गोटे बड़ सुजोग थिला जोटा से हाथ छड़ा करथिले किंतु आम जे देखिबा परवर्ती समय अनेक गुड़ी जो आमर समाज विज्ञानी माने रहिले मुख्यतः भाव में आम जहाँ को कही था जे समाज विज्ञानी जार योगदान आम मुख्यतः भाव में कही था प्रकृत में परिवेश समाज विज्ञान समाजशास्त्र मुख्य योगदान जहाँ कहते हैं कार्टन एंड डनलप कही था बोली समस्त जानी कार्टन एवं डनलप जो तर्जमा रही देखा से मुख्यतः भाव में जो इमाइल दुर्खाइम मार्क्स वेबर और कार्ल मार्क्स से मानकर जो संदर्भ से मुख्यतः भाव में जो सामाजिक विज्ञान जो थ्योरीज गुड़िक रही जो आमर चिंताधारा रही से आनी जदि देखा यही समय जो 1970 दशंधि गोटे बड़ क्राइसिस गोटे समस्या देखा जाता मुख्यतः भाव में समाज विज्ञानी मान जो भाव गोटे थ्योरी गोटे जो थ्योरी अनुपस्थिति जो गोटे विज्ञान विकास जो भाव गोटे प्राचीर सदृश उभा होता ताहा अनेक गुड़े समाज विज्ञान को चिंतार पकई समाज विज्ञानी मैंने चेष्टा कले क्यों भली भाव जो क्लासिकल सोशियोलोजी रही जो आम समाज विज्ञान जो मैंने फाउंडिंग फादर्स आम कही था जहाँ को आम प्रवचक बोली कही था से जो चिंताधारा रही दृष्टिकोण रही से धीरे धीरे आरंभ कले जो तर्जमा गुड़िक रही से परिवेश संबंधी किसी विवृत्ति किसी जुक्ति से छाणीवाई लगे एवं जदि आम देखा प्रथम क्यों समाज विज्ञानी का ना आसे जार योगदान आम कहले अत्युक्ति हम ना यह गोटे मुख्य योगदान प्रथम आमर इमाइल दुर्खाइम आम समस्ते जानू गोटे सोशल फैक्ट बोली कॉन्सेप्ट अच्छे सोशल फैक्ट सब से कहते सोशल फैक्ट हूँ द वे ऑफ थिंकिंग फीलिंग एंड एक्टिंग
which is constrained by external forces। ଆମେ ଯେଉଁଭଳି ଭାବେ ଦେଖୁଛୁ, ଆମେ ଯେଉଁଭଳି ଭାବେ ଅନୁଭବ କରୁଛୁ ଏବଂ ଯେଉଁଭଳି ଭାବେ ଆମେ ନିଜରକୁ ବ୍ୟବହାର କରୁଛୁ ବା ନିଜର ଆମର ଯେଉଁ ବ୍ୟବହାର ରହିଛି ସମାଜ ପ୍ରତି, ଏହା ସବୁବେଳେ ଗୋଟିଏ ବାହାର ଶକ୍ତି ବା ଗୋଟେ ଚାପ ଦ୍ୱାରା ହିଁ ଏହା ପରିଚାଳିତ। ଏବଂ ସେ ଯେଉଁ ସୋସିଆଲ ଫ୍ୟାକ୍ଟ ରହିଥିଲା ଡର୍କହାଇମଙ୍କର କନସେପ୍ଟ, ସେ ସବୁବେଳେ କେଉଁଭଳି ଭାବେ କହୁଥିଲେ ଯେ ଯେଉଁ ସାମାଜିକ ଯେଉଁ ବ୍ୟବସ୍ଥାରେ ଯେଉଁ ରହିଛି ତାହା କେଉଁଭଳି ଭାବେ ଗୋଟିଏ ମଣିଷକୁ ଅନୁପ୍ରାଣିତ କରିଥାଏ ବା ତାର ଯେଉଁ ବ୍ୟବହାର ରହିଛି ତାହା କେଉଁଭଳି ଭାବେ ଅନୁପ୍ରାଣିତ ହୋଇଥାଏ ଏ ଯେଉଁ ସାମାଜିକ ଇଏ ଦ୍ୱାରା, ସେ ସମ୍ବନ୍ଧରେ ସେ କହିଥିଲେ। ଏବଂ ଯଦି ଦେଖାଯାଏ ସେ ସବୁବେଳେ ଯେଉଁ ଆମର ରହିଛି ଫ୍ୟାକ୍ଟସ୍ ଅଫ୍ ଲୋୟର ଅର୍ଡର, ଯାହାକୁ ସେ ମୁଖ୍ୟତଃ ଭାବେ ଯେଉଁ ଆମର ମନତାତ୍ତ୍ୱିକ ବା ଯେଉଁ ଆମର ସାଇକୋଲୋଜିକାଲ ସୋସିଆଲ ଫ୍ୟାକ୍ଟ ରହିଛି ତାକୁ ସିଏ ସବୁବେଳେ ସମାଲୋଚନା କରୁଥିଲେ ଏବଂ ସିଏ କହୁଥିଲେ ସବୁବେଳେ ସାଇକୋଲୋଜିକାଲ ଫ୍ୟାକ୍ଟ ନୁହେଁ ବା ମନତାତ୍ତ୍ୱିକ ଫ୍ୟାକ୍ଟ ନୁହେଁ, ଏହା ସବୁବେଳେ ସାମାଜିକ ବା ସୋସିଆଲ ଫ୍ୟାକ୍ଟ ଯାହା ସବୁବେଳେ ପାଇଁ ସବୁଠୁ ଜରୁରୀ। ଏବଂ ଯଦି ଦେଖିବା ସିଏ ଯେଉଁ ତାଙ୍କର ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚନା କରିଥିଲେ, ତାର ମୁଖ୍ୟ ଦୁର୍ଖାଇମଙ୍କର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା ସୋସିଆଲ ସଲିଡାରିଟି ବା ଯେଉଁ ସାମାଜିକ ଏକତା ବା ଯେଉଁ ଆମର ସୋସିଆଲ ସଲିଡାରିଟି ସେ କହିଥିଲେ, ସେ ତାକୁ ନେଇକରି ହିଁ ନିଜର ମୁଖ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଏବଂ ସେ ଯେଉଁ ସୋସିଆଲ ସଲିଡାରିଟି କହିଥିଲେ, ଆମେ ସମସ୍ତେ ଜାଣିଛେ ସେ ତାକୁ ଦୁଇଟି ସମାଜର ଯେଉଁ ବିକାଶ ହେଉଛି ତାକୁ ସେଇଭଳି ଦୁଇଟି ଫେଜ୍ ବା ଦୁଇଟି ସମୟକୁ ନେଇକରି ହିଁ ସେ ତାର ତର୍ଜମା କରୁଥିଲେ। ଗୋଟିଏ କହିଥିଲେ ଗୋଟେ ସମାଜ ଯେଉଁଠାରେ ମେକାନିକାଲ ସଲିଡାରିଟି ବା ଯେଉଁ ଯେଉଁ ଏକତାଟା କେଉଁଭଳି ଭାବେ ଗୋଟେ ଯାନ୍ତ୍ରିକ ଏକତା ବା ଗୋଟେ ଯନ୍ତ୍ର ସହିତ ତୁଳନା କରିଥିଲେ, କେଉଁଭଳି ଭାବେ ଗୋଟେ ଯନ୍ତ୍ରର ଯେଉଁଭଳି ସବୁ ପାର୍ଟସ ସେମାନେ ବା ସବୁ ଯେଉଁ ବିଭାଗ ରହିଛି ସେମାନେ ଏକାଠି ମିଶି ଗୋଟେ ଯନ୍ତ୍ରକୁ ଚାଲିବାରେ ବା ଚଳାଇବାରେ ବା ଗୋଟେ କାର୍ଯ୍ୟ ପ୍ରତିପାଦନ କରିବାରେ ସାହାଯ୍ୟ କରିଥାନ୍ତି। ଏବଂ ସବୁ ଯାନ୍ତ୍ରିକ ଯେଉଁ ଆମର ଉପାଦାନ ରହିଛି ଗୋଟେ ବଡ଼ ଯନ୍ତ୍ରର, ତାର କେଉଁଭଳି ଭାବେ ସମସ୍ତଙ୍କର ଯୋଗଦାନ କେଉଁଭଳି ଭାବେ ଗୋଟେ ଯନ୍ତ୍ରକୁ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ ସେ ସମ୍ବନ୍ଧରେ ସେ କହିଥିଲେ। ଏବଂ ସେ କହିଥିଲେ ସେ ଯେଉଁ ମେକାନିକାଲ ସଲିଡାରିଟି ଏଇଟା ଗୋଟେ ଆନସିଏଣ୍ଟ ସୋସାଇଟି ବା ଗୋଟେ ପୁରୁଣା ସୋସାଇଟିର ଚାଲିବାର ବ୍ୟବସ୍ଥାରେ ଏଇ ବ୍ୟବସ୍ଥାରେ ହିଁ ଗୋଟେ ପୁରୁଣା ସୋସାଇଟି ବା ପ୍ରିମିଟିଭ୍ ସୋସାଇଟି ଚାଲୁଥିଲା। ଏବଂ ଏଠାରେ ଡିଭିଜନ ଅଫ୍ ଲେବର ଯେଉଁ ରହିଥିଲା ବା ଯେଉଁ ଲୋକମାନେ ବିଭିନ୍ନ ପ୍ରକାରର କାମ କରୁଥିଲେ, ଯେଉଁ ନିଜର ସ୍ପେଶିଆଲାଇଜେସନ୍ ଯେଉଁ ଥିଲା ବା ନିଜର ଯେଉଁ ପାରଙ୍ଗମତା ଥିଲା, ତାହା କେଉଁଭଳି ଭାବେ ରୁଡ଼ିମେଣ୍ଟରେ ସେ କହିଥିଲେ। ଯାହା କହୁଥିଲେ ଯେ ଜଣେ ଲୋକ ଗୋଟେ ପୁରୁଣା ସମାଜରେ ଜଣେ ଲୋକ ନିଜେ ହିଁ ଚାଷ କାର୍ଯ୍ୟ କରୁଥିଲା, ନିଜେ ହିଁ ଘର କାମ କରୁଥିଲା, ନିଜେ ହିଁ ସେ ଗୋଟେ ଯେଉଁ ଆମେ ଓଡ଼ିଆରେ ଯଦି ଦେଖିବା ବଢ଼େଇ କାମଠୁ ଆରମ୍ଭ କରି ସବୁ କାମ ନିଜେ ସେ କରୁଥିଲା, ମାଛ ଧରିବାଠୁ ଆରମ୍ଭ କରି ଗାଁର ସବୁ କାମ ଗୋଟେ ଲୋକ ହିଁ କରୁଥିଲା। କିନ୍ତୁ ଧୀରେ ଧୀରେ ଦେଖାଗଲା ଯେ କେଉଁଭଳି ଭାବେ ସମାଜରେ ଯେତେବେଳେ ଅଗ୍ରଗତି ହେଲା, ଧୀରେ ଧୀରେ କେଉଁଭଳି ଭାବେ ସେ ଯେଉଁ ସ୍ପେଶିଆଲାଇଜଡ ଫର୍ମ ଅଫ୍ ଡିଭିଜନ ଅଫ୍ ଲେବର ବାହାରିଲା, ତାହା କେଉଁଭଳି ଭାବେ ଗୋଟେ ନୂଆ ବ୍ୟବସ୍ଥାକୁ ଜନ୍ମ ଦେଇଥିଲା। ଏବଂ ସେ ତାକୁ କହୁଛନ୍ତି ଯେ ସଲିଡାରିଟି ଅଫ୍ ଡିଫରେନ୍ସିଏସନ୍ ବା ବିଭିନ୍ନତା ଭିତରେ କେଉଁଭଳି ଭାବେ ଏକତାର ସୃଷ୍ଟି ହେଉଛି ସେ ସମ୍ବନ୍ଧରେ ସେ କହିଥିଲେ। ଆମେ ବୁଝିବା ବର୍ତ୍ତମାନ ବିଭିନ୍ନତା ଭିତରେ ଏକତା କେଉଁଭଳି ଭାବେ ସୃଷ୍ଟି ହେଉଛି ଏବଂ ଏହାର ସମ୍ପର୍କ କ'ଣ ପରିବେଶ ସମ୍ବନ୍ଧରେ ରହିଛି ତାକୁ ଆମେ ଦେଖିବା। ଯଦି ଦେଖିବା ଏଇ ଯେଉଁ ଆଲୋଚନାର ଯଦି ଦେଖିବା, ଆମେ ଯଦି ସୂତାକ୍ଷୟକୁ ମୂଳକୁ ଯାଇ ଦେଖିବା, ଏହା ପ୍ରଥମେ ଦୁର୍ଖାଇମ ସମାଲୋଚନା କରିଥିଲେ ଡାରୱିନଙ୍କର ଯେଉଁ ଯୁକ୍ତି ରହିଥିଲା ଯେ ଯେଉଁ ସର୍ଭାଇଭାଲ ଅଫ୍ ଦ ଫିଟେଷ୍ଟ, କାହିଁକି ନା ଦ ଷ୍ଟ୍ରଙ୍ଗେଷ୍ଟ ୱିଲ୍ ସର୍ଭାଇଭ, ଡାରୱିନ କହିଥିଲେ। ଯିଏ ସବୁଠୁ ଶକ୍ତିଶାଳୀ ଆଉ ଯିଏ ଖାପ ଖୁଆଇ ପାରିବ, ଯିଏ ନିଜର ଦାବିଟାକୁ ଉପସ୍ଥାପନ କରିପାରିବ, ଛଡ଼େଇ ନେଇପାରିବ, ସିଏ ହିଁ ବଞ୍ଚିପାରିବ। ଏବଂ ସେ କହିଥିଲେ ନ୍ୟାଚୁରାଲ ରିସୋର୍ସେସ୍ ଆର୍ ସ୍କାର୍ସ, ଲୋକ ଯେଉଁ ଆମର ପ୍ରାକୃତିକ ସମ୍ପଦ ରହିଛି ତାହା କମ୍ ଏବଂ ଯେତେବେଳେ ଲୋକ ସଂଖ୍ୟା ବଢ଼ି ବଢ଼ିଯିବ ସେତେବେଳେ there will be struggle for survival। ସମସ୍ତେ ବଞ୍ଚିବା ପାଇଁ ସେ ଯେଉଁ ଅଳ୍ପ ପ୍ରାକୃତିକ ସମ୍ପଦ ରହିଛି ତା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଚାହିଁବେ। ସେମାନଙ୍କ ମଧ୍ୟରେ କମ୍ପିଟିସନ୍ ହେବ ବା ସେମାନଙ୍କ ଭିତରେ
ପ୍ରତିଯୋଗିତା ହେବ ଏବଂ ଯିଏ ପାଇବ ଯେଉଁ ପ୍ରାକୃତିକ ସମ୍ପଦକୁ ଆକ୍ସେସ୍ କରିବା ପାଇଁ ବା ତାର ଯେଉଁ ସୁବିଧା ଯିଏ ନେଇପାରିବ ସିଏ ହିଁ ବଞ୍ଚିବ, ଯିଏ ନ ନେଇପାରିବ ସେ ଲୁପ୍ତ ପାଇଯିବ। ଏହା ଥିଲା ତାଙ୍କର ଯୁକ୍ତି। କିନ୍ତୁ ଦୁର୍ଖାଇମ ଏଠି ଗୋଟେ ଅତି ସୁନ୍ଦର ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ସେ କହିଥିଲେ ଯେ ଆମେ ଯେଉଁ ବା ଯେଉଁ ଡାରୱିନ୍ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ଏହା କେବେ ହେଲେ ସମ୍ଭବ ହେବନି, କାରଣ ଗୋଟେ ମଡର୍ଣ୍ଣ ସୋସାଇଟି ବା ଗୋଟେ ଆଧୁନିକ ସମାଜରେ ଯେଉଁ ସଲିଡାରିଟି ଅଫ୍ ଡିଫରେନ୍ସିଏସନ୍ ଯେଉଁ ବିଭିନ୍ନତା ଅଛି ତାହା କେଉଁଭଳି ଭାବେ ଗୋଟେ ଏକତାକୁ ଜନ୍ମ ଦେବ ସେ ବିଷୟରେ ସେ କହିଲେ। ସେ କହିଥିଲେ ଯେ ସ୍ପେସିଆଲାଇଜ୍ଡ ଫର୍ମ ଅଫ୍ ଡିଭିଜନ ହେବ। ସେ କହିଲେ ଯେତେବେଳେ ସମାଜ ବିକଶିତ ହେବ ସମସ୍ତେ କେବେ ହେଲେ ଗୋଟିଏ ଅକୁପେସନ୍ ବା ଗୋଟିଏ ଯେଉଁ ଆମର ଯେଉଁ ବଞ୍ଚିବାର ପନ୍ଥା ରହିଛି ତାକୁ ଆପଣେଇବେ ନାହିଁ, ସମସ୍ତେ ଭିନ୍ନ ଭିନ୍ନ ପନ୍ଥା ଆପଣେଇବେ। କେଉଁଭଳି ଭାବେ ଭିନ୍ନ ଭିନ୍ନ ପନ୍ଥା ଆପଣେଇବେ ନା ସେ ସେତେବେଳେ କହିଥିଲେ, ଆମେ ସମସ୍ତେ ଜାଣିଛେ ସେ ଦୁଇଟି କନସେପ୍ଟ କହିଥିଲେ, ଗୋଟେ ଥିଲା ମ୍ୟାଟେରିଆଲ ଡେନ୍ସିଟି ଆଉ ଗୋଟେ ଥିଲା ମୋରାଲ ଡେନ୍ସିଟି। ମ୍ୟାଟେରିଆଲ ଡେନ୍ସିଟି ସେ କହିଥିଲେ ନମ୍ବର ଅଫ୍ ଇଣ୍ଡିଭିଜୁଆଲ୍ସ ଇନ୍ ଗିଭେନ୍ ଗ୍ରାଉଣ୍ଡ ସର୍ଫେସ୍, ଯାହାର ଅର୍ଥ ହେଉଛି ଗୋଟିଏ ପରିଧି ଭିତରେ ଗୋଟେ ଜୋଗ୍ରାଫିକାଲ ବା ଗୋଟେ ଭୌଗୋଳିକ ପରିଧି ଭିତରେ କେତେ ଗୁଡ଼ିଏ ଲୋକ ରହୁଛନ୍ତି, ଯାହା ଗୋଟେ ମେକାନିକାଲ ସଲିଡାରିଟି ବେସ୍ ସୋସାଇଟି, ଗୋଟେ ପୁରୁଣା ସୋସାଇଟିରେ ପ୍ରାଚୀନ ସମାଜରେ କମ୍ ଥିଲା, କାରଣ ଲୋକ ବହୁତ କମ୍ ଜନସଂଖ୍ୟା କମ୍ ଥିଲା, ପପୁଲେସନ ଡେନ୍ସିଟି କମ୍ ଥିଲା, ଲୋକ ଦୂର ଦୂରରେ ବସତି ସ୍ଥାପନ କରି ରହୁଥିଲେ। ଏବଂ ଯେତେବେଳେ ଅର୍ଗାନିକ ସଲିଡାରିଟି ବେସ୍ ସୋସାଇଟି ଆସୁଛି ବା ଗୋଟେ ସମାଜ ଯେତେବେଳେ ପରିବର୍ତ୍ତନ ହେଉଛି, ଆଧୁନିକୀକରଣ ହେଉଛି, ସେତେବେଳେ ଦେଖାଯାଉଛି ଯେ କେଉଁଭଳି ଭାବେ ସେଠି ମ୍ୟାଟେରିଆଲ ଡେନ୍ସିଟି ବଢ଼ିବାରେ ଲାଗିଛି, ଲୋକ ଅଧିକ ବଢ଼ିବାରେ ଲାଗିଛନ୍ତି। ଗୋଟେ ଭୌଗୋଳିକ ପରିଧି ଭିତରେ ଲୋକ ସଂଖ୍ୟା ଧୀରେ ଧୀରେ ବଢ଼ିବା ପାଇଁ ଲାଗିଛି, ପପୁଲେସନ ଡେନ୍ସିଟି ବଢ଼ିବା ପାଇଁ ଲାଗିଛି। ଆମେ ଯଦି ଦେଖିବା ଗୋଟେ ଭୁବନେଶ୍ୱର ଗୋଟେ ଉଦାହରଣ ନେଇପାରିବା, ଭୁବନେଶ୍ୱର ବା ଦିଲ୍ଲୀ ସହର, ବମ୍ବେ ସହର, ଯେଉଁଠାରେ ଆଗରୁ ଏତେ ଲୋକ ରହୁନଥିଲେ, କିନ୍ତୁ ବର୍ତ୍ତମାନ ଆମେ ଯଦି ଦେଖିବା ପ୍ରତି କୋଣ ଅନୁକୋଣରେ ଲୋକ ରହିବାକୁ ଲାଗିଲେ। ତ ଦୁର୍ଖାଇମଙ୍କର କହିବାର କଥା ଯେ ଯେତେବେଳେ ସମାଜ ଅଗ୍ରଗତି ହେବ, ମ୍ୟାଟେରିଆଲ ଡେନ୍ସିଟି ଯେତେବେଳେ ବଢ଼ିଲା, ମୋରାଲ ଡେନ୍ସିଟି ମଧ୍ୟ ବଢ଼ିବ। ମୋରାଲ ଡେନ୍ସିଟି ହେଲା କ'ଣ ନା ସେ କହୁଛନ୍ତି ଇଣ୍ଟେନ୍ସିଟି ଅଫ୍ କମ୍ୟୁନିକେସନ୍। କମ୍ୟୁନିକେସନ୍ ମାନେ ଆମର ଯେଉଁ ହେଲା ବାର୍ତ୍ତାଳାପ, ଲୋକଙ୍କ ବିଷୟରେ ସମ୍ପର୍କର ଯେଉଁ ସ୍ଥାପନା ହେବ, ସେ ସମ୍ପର୍କର ଯେଉଁ ରିଲେସନସିପ୍ ବା ଯେଉଁ କଥୋପକଥନ ହେବ ବା ତାଙ୍କର ଯେଉଁ ଆଲୋଚନା ହେବ, ଏହା ଦ୍ୱାରା ସେମାନେ ନିଜର ଡିଫରେନ୍ସିଆଲ ନିଡ୍ସ, ଯେଉଁ ବିଭିନ୍ନ ଯେଉଁ ଆବଶ୍ୟକତା, ବିଭିନ୍ନ ପ୍ରକାରର ଆବଶ୍ୟକତା ରହିଛି ଲୋକମାନେ ଜାଣିବା ପାଇଁ ପାଇବେ। ଗୋଟେ ମେକାନିକାଲ ସଲିଡାରିଟି ବେସ୍ ସୋସାଇଟି ଯେଉଁଠି ପୁରାତନ ସମାଜରେ ଯେଉଁଠି ଲୋକ ଦୂର ଦୂରରେ ରହୁଥିଲେ, କମ୍ ଲୋକ ରହୁଥିଲେ, ତେଣୁ ଲୋକ ପରସ୍ପରର ଆବଶ୍ୟକତା ସମ୍ବନ୍ଧରେ ସେମାନେ ଜାଣିପାରୁନଥିଲେ। ଏହାଦ୍ୱାରା କ'ଣ ହେଉଥିଲା ନା ସେ ଗୋଟେ ସମାଜ ଯେଉଁ ରୋଜଗାର, ସମାନ ଯେଉଁ ରୋଜଗାରର ପନ୍ଥା ରହୁଥିଲା, ଯାହା ଆଗ୍ରିକଲଚର ହେଲା ବା ଲ୍ୟାଣ୍ଡ ଚାଷ କିମ୍ବା ଜମି, ତାକୁ ହିଁ ନେଇ ସେମାନଙ୍କ ଭିତରେ ଲଢ଼େଇ ଝଗଡ଼ା ବା ସେମାନଙ୍କର ଷ୍ଟ୍ରଗଲ ଚାଲିଥିଲା ସବୁବେଳେ ପାଇଁ, ତାଙ୍କର ଯେଉଁ ସଂଘର୍ଷ ଚାଲିଥିଲା। କିନ୍ତୁ ସୋସାଇଟି ମଡର୍ଣ୍ଣ ହେଇଯାଉଛି, ଦୁର୍ଖାଇମ କହୁଛନ୍ତି ସେତେବେଳେ ଲୋକ ଡିଫରେନ୍ସିଆଲ ନିଡ୍ସ, ଲୋକଙ୍କର ବିଭିନ୍ନତା, ବିଭିନ୍ନ ଯେଉଁ ଆବଶ୍ୟକତା ରହିଛି, ଭିନ୍ନ ଆବଶ୍ୟକତା, ସେ ସମ୍ବନ୍ଧରେ ଲୋକ ଜାଣିବା ପାଇଁ ପାଉଛନ୍ତି। ମୋର ଆଜି ଜଣେ ଇଲେକ୍ଟ୍ରିସିଆନର ଆବଶ୍ୟକତା ରହିଛି, କାଲି ଆଉ ଜଣଙ୍କର କାହାର ପ୍ଲମ୍ବରର ଆବଶ୍ୟକତା ରହିଛି, ଆଉ କାହାର ଜଣେ ପୂଜକର ଆବଶ୍ୟକତା ରହିଛି, ଆଉ ଜଣଙ୍କର ଜଣେ ପରିବା ଦୋକାନୀର ଆବଶ୍ୟକତା ରହିଛି, ଜଣେ କିଏ ଇସ୍ତ୍ରୀବାଲାର ଆବଶ୍ୟକତା ରହିଛି। ତେଣୁ ଯେତେବେଳେ ଲୋକମାନେ ଭିନ୍ନ ଆବଶ୍ୟକତା ସମ୍ବନ୍ଧରେ ଜାଣିବା ପାଇଁ ପାଇବେ, ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ନେଇ ବା ଗୋଟେ ନିର୍ଦ୍ଦିଷ୍ଟ ଆମର ଯେଉଁ ପନ୍ଥା ରହିଛି, ରୋଜଗାର ପନ୍ଥା, ଆଗ୍ରିକଲଚର ବା ଲ୍ୟାଣ୍ଡ, ତା ଉପରେ ଆଉ ସେମାନେ ତାକୁ ନେଇ ନିଜ ଭିତରେ ଲଢ଼େଇ ଝଗଡ଼ା କରିବେ ନାହିଁ, ଯାହା ଡାରୱିନ୍ କହିଥିଲେ। ଏବଂ ଦୁର୍ଖାଇମ ଏହା କହୁଛନ୍ତି, ଦୁର୍ଖାଇମ କହୁଛନ୍ତି ଯେ ତାକୁ ନେଇ ସେମାନେ ଝଗଡ଼ା କରିବେ ନାହିଁ, ସେମାନେ ଗୋଟେ ବଞ୍ଚିବାର ନିଜର ଯେଉଁ ଭିନ୍ନ ପନ୍ଥା ଅଛି, ଭିନ୍ନ ଆବଶ୍ୟକତାକୁ ନେଇକି, ତେଣୁ ସେମାନେ ନିଜେ ତାକୁ ବାଛି ନେବେ। ଯେମିତି ଉଦାହରଣ ଆମେ ଦେଖୁଛେ, ଗୋଟିଏ ଘରେ ଯଦି 5 ଜଣ ଭାଇ ଅଛନ୍ତି, ସେମାନେ ସବୁବେଳେ କେହି ମାନେ ନାହିଁ, ସମାଜର ଯେତେବେଳେ ଇଞ୍ଜିନିୟରିଂର ଅଧିକ ଆବଶ୍ୟକତା ରହିଛି, ଅନେକ ପିଲା ଇଞ୍ଜିନିୟରିଂ ପଢ଼ୁଛନ୍ତି, ଯେତେବେଳେ ଡାକ୍ତରୀ ପାଠର ଅଧିକ ଆବଶ୍ୟକତା ରହିଛି, ଅନେକ ପିଲା ଡାକ୍ତରୀ ପଢ଼ୁଛନ୍ତି। ସମାଜରେ ଆଜି ଯଦି ଆମେ ଦେଖୁଛେ ଗୋଟେ ଯେଉଁ ଇଲେକ୍ଟ୍ରିସିଆନ, ତାର ଯଦି ଆବଶ୍ୟକତା ରହିଲା ଅଧିକ, ଲୋକ ସେଇ ପାଠ ପଢ଼ୁଛନ୍ତି। କାଲି ଯଦି ଗୋଟେ ଶିକ୍ଷା ବ୍ୟବସ୍ଥାର ଶିକ୍ଷକଙ୍କର ଆବଶ୍ୟକତା ରହିଛି, ଲୋକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଇଏ କରୁଛନ୍ତି। କାଲି ଗୋଟେ ଯେଉଁ ଆମର ବ୍ୟୁରୋକ୍ରାଟ ମାନଙ୍କର ଯଦି ଆବଶ୍ୟକତା ରହିଲା, ଲୋକ ସେହି ପନ୍ଥାକୁ ଇଏ କରୁଛନ୍ତି। କାଲି ଯଦି ବ୍ୟବସାୟୀ ମାନଙ୍କର ଆବଶ୍ୟକତା ରହୁଛି, ସେ ଲୋକ ବ୍ୟବସାୟୀକୁ ମଧ୍ୟ ଇଏ କରୁଛନ୍ତି। ତେଣୁ ସମାଜର ଯେଉଁ ବିଭିନ୍ନତା ବା ଭିନ୍ନ ଆବଶ୍ୟକତା ରହିଛି, ତାକୁ ନେଇକରି ହିଁ ଲୋକମାନେ ନିଜର ଯେଉଁ ରୋଜଗାରର ପନ୍ଥା ବାଛିବେ। ଏବଂ ଏହା ଦ୍ୱାରା ହିଁ ଯେଉଁ ନ୍ୟାଚୁରାଲ ଏନଭାରମେଣ୍ଟ ଉପରେ ଯେଉଁ ଆମର ପ୍ରେସର ରହିଛି,
ତା ଉପରେ ଯୋଉ ଚାପ ରହିଛି ତା ଧୀରେ ଧୀରେ ହ୍ରାସ ପାଇବା ଲାଗିବ। ଏହା ଥିଲା ଦୁର୍ଖାଇମଙ୍କର ଯୁକ୍ତି। ଏହା ସହିତ ମଧ୍ୟ ଦୁର୍ଖାଇମ ଆମେ ଅନେକାଂଶରେ ଦେଖିଛେ ତାଙ୍କର ଯୋଉ ଥିଓରି ଅଫ ସୁଇସାଇଡ ରହିଛି ସେଭଳି ସେ କେଉଁଭଳି ଭାବେ କହିଛନ୍ତି ଯେ କେଉଁଭଳି ଭାବେ ଗୋଟେ ଭିନ୍ନ ପରିବେଶ, ଗୋଟେ ଗରମ ପରିବେଶ ହଉ, ଗୋଟେ ଥଣ୍ଡା ପରିବେଶ ହଉ, ସେଠାରେ କେଉଁଭଳି ଭାବେ ଯୋଉ ଆତ୍ମହତ୍ୟାର ଯୋଉ ରେଟ୍, ସୁଇସାଇଡ ରେଟ୍ ରହିଛି ତାହା କେଉଁଭଳି ଭାବେ ପରିବର୍ତ୍ତିତ ହଉଛି, ସେ ଅନେକାଂଶରେ ସୂଚନା ଦେଇଛନ୍ତି ପରିବେଶ ସମ୍ବନ୍ଧରେ। ଏହା ନୁହେଁ କିଛି ଦେଇନାହାନ୍ତି। ତେଣୁ ଏଠି କିଛି କାଟନ ଡନଲପ ଆଉ କେତେ ଜଣ ଯୋଉ ପରିବେଶ ସମାଜ ବିଜ୍ଞାନୀ ରହିଲେ ସେମାନେ ଏହାକୁ କ୍ରିଟିସାଇଜ କରିଛନ୍ତି। ତାପରେ ଆମେ ଯିବା ଯୋଉ ଆମର ମାର୍କସ ୱେବରଙ୍କୁ। ମାର୍କସ ୱେବର ଯଦି ଦେଖିବା, ମାର୍କସ ୱେବରଙ୍କର କହିବା ଅନୁଯାୟୀ ମାର୍କସ ୱେବରଙ୍କର ଯୋଉ ଥିଓରି ଅଫ ରେସନାଲିଟି ରହିଛି ସେ କେଉଁଭଳି ଭାବେ କହିଛନ୍ତି ଯେ ମଣିଷ ଗୋଟେ ଯେତେବେଳେ ସୋସାଇଟି ବା ଗୋଟେ ଯେତେବେଳେ ମଡର୍ନ ସୋସାଇଟି, ଗୋଟେ ଆଧୁନିକ ସମାଜ ଯେତେବେଳେ ଗୋଟେ ରେସନାଲ, ଇଟ୍ ୱିଲ୍ ମୁଭ୍ ଟୁୱାର୍ଡସ୍ more it will become a more rational society ବା ଗୋଟେ ଯେତେବେଳେ ରେସନାଲିଟି ବା ଗୋଟେ ଯୋଉ ଲୋକମାନେ ଯେତେବେଳେ ରେସନାଲ ହେଇଯିବେ ସେମାନେ କଣ ହବ ନା ଗୋଟେ ସମାଜରେ ଯେତେବେଳେ ରେସନାଲିଟି ବଢିବ ଲୋକମାନେ ସବୁଥିରେ ଲାଭ କ୍ଷତିର ତର୍ଜମା କରିବା ଆରମ୍ଭ କରିବେ। ଏବଂ ମାର୍କସ ୱେବରଙ୍କ କହିବା କଥା ଯେତେବେଳେ ସୋସାଇଟି ଗୋଟେ ଅତି ଆଧୁନିକ ସୋସାଇଟି ହେଇଯିବ ବା ସମାଜ ହେଇଯିବ ସେଠି ଯୋଉ ଆଲୋଚନା ରହିବ ବା ଯୋଉ ରେସନାଲିଟି ଯୋଉ କନସେପ୍ଟ ରହିବ ସେ ଫର୍ମାଲ ରେସନାଲିଟି କହୁଛନ୍ତି। ସେ ଫର୍ମାଲ ରେସନାଲିଟିରେ କଣ ହବ ନା ଲୋକମାନେ କେବେ ହେଲେ ଯୋଉ ତାଙ୍କର ତର୍ଜମା ହବ ଲାଭ କ୍ଷତିର ତର୍ଜମା, ସେତେବେଳେ କେବେ ହେଲେ ସେମାନେ ପରିବେଶକୁ ଗୋଟେ କମ୍ପୋନେଣ୍ଟ ବା ଗୋଟେ ଉପାଦାନ ଭାବରେ ନେବେ ନାହିଁ କେବେ ହେଲେ ଆଲୋଚନା କରିବା ପାଇଁ। ଆଉ ପରିବେଶ ବଦଳରେ ସେମାନେ ଅର୍ଥନୀତି ଏବଂ ବିକାଶକୁ ସବୁବେଳେ ପ୍ରାଧାନ୍ୟ ଦେବେ। ଏବଂ ସେ କହିଥିଲେ ଯଦିଓ ସେ ନିଜେ ସବଷ୍ଟାନ୍ସିଆଲ ରେସନାଲିଟି ଗୋଟେ କନସେପ୍ଟ କହିଥିଲେ ଏବଂ ସେ କହିଥିଲେ ପରିବେଶ ଗୋଟେ ସବଷ୍ଟାନ୍ସିଆଲ ରେସନାଲିଟିର ଗୋଟେ କମ୍ପୋନେଣ୍ଟ, କିନ୍ତୁ ଆଧୁନିକ ସମାଜରେ କେବେ ହେଲେ ତାକୁ ନିଜର ଆଲୋଚନାର ପରିଧି ଭିତରକୁ ନିଆଯିବନି। ଏବଂ ରେସନାଲିଟି କଥା ଯେତେବେଳେ ଆସିବ ସେତେବେଳେ ଏ ବିଷୟରେ କେବେ ହେଲେ ଆଲୋଚନା କରିବେନି। ସେ ମଧ୍ୟ ଉଦାହରଣ ଦେଇଥିଲେ ମଡର୍ନ ବ୍ୟୁରୋକ୍ରାସି ଯାହାକୁ କୁହାଯାଏ, ଆମର ଯୋଉଭଳି ଭାବେ ଶାସନ ଚାଲିଛି ସେଭଳି ଭାବେ କିଭଳି ଭାବେ ସେ ଉଦାହରଣ ଦେଇଥିଲେ ଗୋଟେ ମଡର୍ନ ବ୍ୟୁରୋକ୍ରାଟିକ ସିଷ୍ଟମରେ କେଉଁଭଳି ଭାବେ ପରିବେଶକୁ ମଧ୍ୟ ମିଶେଇ ଦିଆଯାଉଛି ଗୋଟେ ଯୋଉ ଆମର ବିକାଶର ଯୋଉ ଆଲୋଚନା କରାଯାଉଛି ବା ଡେଭଲପମେଣ୍ଟର ଯୋଉ କମ୍ପୋନେଣ୍ଟ ଗୁଡ଼ିକ ଆଲୋଚନା କରାଗଲାଣି, କେଉଁଭଳି ଭାବେ ଷ୍ଟେଟ୍ ବା ଯୋଉ ଆମର ସରକାର ରହିଛନ୍ତି, ରାଜ୍ୟ ରହିଛି, ସେ କିଭଳି ଭାବେ ବା ଦେଶ ରହିଛନ୍ତି ସେମାନେ କିଭଳି ଭାବେ ଏପଟରେ ଯୋଉ ଆମର ଡେଭଲପମେଣ୍ଟ ଏବଂ ଅନ୍ୟ ପାର୍ଶ୍ୱରେ ଯୋଉ ନିଜର ଗୋଟେ ସନ୍ତୁଳନ ରକ୍ଷା କରୁଛନ୍ତି ସେ ବିଷୟରେ ସେ ୱେବର ମୁଖ୍ୟତଃ ଭାବରେ କହିଥିଲେ। ଏବଂ ସେ କହିଥିଲେ ଗୋଟେ ଯେତେବେଳେ ସୋସାଇଟି ଯୋଉ ମଡର୍ନ ବ୍ୟୁରୋକ୍ରାସି ମଡର୍ନ ରହିଛି ତାହା ସବୁବେଳ ପାଇଁ ଏନଭାରମେଣ୍ଟ ବା ପରିବେଶକୁ କ୍ଷତି ହିଁ ଆଣିଦେବ। ଏହାପରେ ଯଦି ଦେଖିବା ଆମର ଯୋଉ ଆଲୋଚନା, ଆମେ ଯାହା ବିଷୟରେ ଆଲୋଚନା କରିବା ତାହା ମୁଖ୍ୟତଃ ଭାବରେ ଆମେ ସମସ୍ତେ ଜାଣୁ ସିଏ ଜଣେ ଲୋକପ୍ରିୟ ଦାର୍ଶନିକ ଯାହାକୁ ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ, ସମାଜ ବିଜ୍ଞାନ ସବୁ ବିଷୟରେ ତାଙ୍କର ପ୍ରାଧାନ୍ୟ ରହିଛି ଏବଂ ତାଙ୍କର ଯୋଉ ଅବଦାନ ରହିଛି ବା ତାଙ୍କର ଯୋଉ ଥିଓରି ଗୁଡ଼ିକ ରହିଛି ତାହା କେଉଁଭଳି ଭାବେ ସମସ୍ତଙ୍କ ଦ୍ୱାରା ଆଦୃତ। ମୁଖ୍ୟତଃ ଭାବେ ମାର୍କସକୁ ସମସ୍ତେ ଜଣେ ଆଣ୍ଟି ଏନଭାରମେଣ୍ଟାଲିଷ୍ଟ ବା ଜଣେ ଯିଏକି ପରିବେଶ ସମ୍ବନ୍ଧରେ ଚିନ୍ତା ନ କରୁଥିବା ବ୍ୟକ୍ତି ବୋଲି ଭାବି ଆସୁଥିଲେ। କେଉଁ ପର୍ଯ୍ୟନ୍ତ ନା ଯେଉଁ ପର୍ଯ୍ୟନ୍ତ ଜନ୍ ବେଲାମି ଫୋଷ୍ଟର ଜଣେ ସମାଜ ବିଜ୍ଞାନୀ ଯିଏ ଗୋଟେ ସନ୍ଦର୍ଭ ପ୍ରକାଶ କଲେ ବା ପବ୍ଲିଶ କଲେ ଯାହାର ନାଁ ହେଉଛି ଦ ମେଟାବଲିକ ରିଫ୍ଟ। ମେଟାବଲିଜିମ ମାନେ ଆମେ ସମସ୍ତେ ଜାଣୁ, ଆମେ ଯେତେବେଳେ କହୁ ଡାକ୍ତର ପାଖକୁ ଯାଉ ଆମର ଦେହ ଖରାପ ହେଲେ ଡାକ୍ତର ସବୁବେଳେ କୁହନ୍ତି ଯେ ତମର ମେଟାବଲିଜିମର ଅସୁବିଧା ଅଛି। ମେଟାବଲିଜିମ ମାନେ ଆମର ଯୋଉ ଶାରୀରିକ ବ୍ୟବସ୍ଥା ରହିଛି, ଆମେ ଖାଇବା ଖାଦ୍ୟକୁ ହଜମ କରାଯିବ, ଖାଦ୍ୟଟି କେଉଁଭଳି ଭାବେ ଶକ୍ତିରେ ପୁଣି ରୂପାନ୍ତରିତ ହେବ, ଏଇ ଯୋଉ ମେଟାବଲିଜିମ କନସେପ୍ଟ ରହିଛି ସେଇଭଳି ଭାବେ ମାର୍କସ ମଧ୍ୟ ମେଟାବଲିଜିମ ବିଷୟରେ କହିଥିଲେ। ଏବଂ ସେ କହିଥିଲେ କେଉଁଭଳି ଭାବେ ମେଟାବଲିକ ରିଫ୍ଟ ହେଉଛି। ଏବଂ ସେ ଜଣେ ଜର୍ମାନ ଯୋଉ ଆମର ରସାୟନ ବିଜ୍ଞାନୀ ଥିଲେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏବଂ ସେ କହିଥିଲେ ଯୋଉଭଳି ଭାବେ କ୍ୟାପିଟାଲିଜିମ ଯେତେବେଳେ ଆସୁଛି, କ୍ୟାପିଟାଲିଜିମ ବା ପୁଞ୍ଜିବାଦ ଯେତେବେଳେ ଆସିଲା, ପୁଞ୍ଜିବାଦ ସବୁବେଳେ ମଣିଷକୁ ପ୍ରକୃତିଠୁ ଅଲଗା କରିଥାଏ। ଏବଂ ସେ କହିଥିଲେ ଯେତେବେଳେ ଯୋଉ ଆକ୍ୟୁମୁଲେସନ ବାଇ ଡିସ୍ପୋଜିସନ ଯେତେବେଳେ କହିଲେ ସେ ପ୍ରିମିଟିଭ ଆକ୍ୟୁମୁଲେସନ ପ୍ରୋସେସରେ ଯେତେବେଳେ ପ୍ରୋଲେଟାରିଏଟ କ୍ଲାସ ସୃଷ୍ଟି ହଉଛନ୍ତି, ସେମାନେ କଣ ହଉଛନ୍ତି ନା ତାଙ୍କର ଗାଁରେ ଯୋଉ
क्षुद्र चाषी माने थिले स्मॉल स्केल प्रोड्यूसर्स माने थिले जो माने उत्पादन करथिले छोट छोट चाषी बिल रे चाष करी सेमानंकु केवଳି भाबे निज जमी छाड़िबा पई पडुची आ से जतले निजर जमी छाड़ी दउछन्ती से जमी गुडी को केवଳି भाबे इंग्लैंड रो उदाहरण दे कहथिले से जमी गुडी को केवଳି भाबे गोटे पुंजीपति हाथ पड़ोछ एवं से उदाहरण रखिछन्ती केवଳି भाबे जतबेले गोटे क्षुद्र चाषी निजर जमी रे चाष करते से सबले किबळे निजर जमीर जत्न नैते एवं तार जो अटैचमेंट रहिछि तार जो संपर्कटा थिला तार जो लैंड सहित एग्रीकल्चर सहित एवं परिवेश सहित ग्रामीण समाज रे ताहा केमळी भाबे से तळे विस्थापित होई गोटे शहर को पळौछि इंडस्ट्रियल प्रोलेटरेट हे बा गोटे कल कारखाना रे काम करिया पई जतले पळौछि से केमळी भाबे तार जो संपर्क रे गोटे क्षुण्ण देखाउछि बा संपर्क धीरे धीरे संपर्क रे क्षय होछि एवं जतले पुंजीपति मानक पाखु पळौछि से जो जमी से माने कोबळी भाबे जो कैपिटलिस्ट फार्मिंग करछथि बा पुंजी भित्तिक जो कृषि करूछन्ति मोनोकल्चर जा कोंदी गोटे शस्य वर्ष सारा चाष करबा द्वारा कोन होछि ना जमीर मृत्तिका क्षय घटुछि एवं परिवेश रे मध्ये क्षति घटुछि तेणु से कहितले जे केउ बळी भाबे जो मेटाबॉलिक रिफ्ट होछि बा आम जो भाई मनुष्यर शरीर में जो भाई विघटन देखा जाए बेले बेले स्वास्थ्य अवस्था अवनति देखा जाए आम जदि आमर चिराचरित ये आम विस्थापित हो मॉडर्न ये को एक्सेप्ट करता से भाई से उदाहरण देखते जो आम नेचर जो प्रकृतिर जो मेटाबॉलिक रिफ्ट रही है किभली भाव कैपिटलिज्म आसवा द्वारा कि भाव पुंजीवाद आसवा द्वारा कि भाव तादरे परिवर्तन होची आ गाँव जो लोक मैंने जो विस्थापित हो सहर पड़े संपर्क थिला प्रकृति सहित ता किभली भाबे विघटित होउचे एवं संपर्क ता द्वारा कोन होउचे ना परिवेश क्षति घटुचे जो माने कैपिटलिस्ट बा पूंजीवाद माने जतन नै जाउछन्ती से जमी को से माने किभली भाबे तार शोषण करूछन्ती तार जो उर्वरता को ध्यान दो नांती ए संबंध रे से कहितले तनो एतर जणा पड़ले जे जो हमर दुर्खाइम वेबर एवं मार्क्स को अनेक अंश योगदान रही है सी संपूर्ण भाव परिवेश को प्राकृतिक परिवेश को जे अणदेखा करते कहवा जुक्तियुक्त हो ना से जदिव प्राधान्य दे नथिले किंतु अनेक अंश विषय आलोचना करते जदि आम देखा जे परिवेश कौन स्थिति बर्तमान रही जहाँ नहीं समाज विज्ञान में प्रथम कथा हूँ ग्लोबल वार्मिंग रही ग्लोबल वार्मिंग आम सब जानी आजिकल जे क्यों भाव कार्बन डाइऑक्साइड एवं आमर जो क्लोरोफ्लोरो कार्बन रही भाव ग्लोबल वार्मिंग बा आमर आज जो आमर जो तापमात्रा बढ़ी बढ़ी चली केतेकांश दायी एवं तापई किए दायी मनुष्य समाज ही दायी कहीं मनुष्य निजर आवश्यकता को पूरण करने जाई कल कारखाना ठू आरंभ करी रेफ्रिजरेटर ठू आरंभ करी एरोप्लेन ठू आरंभ करी ये जो सब जंत्रपातिर उद्भावन करिछि एवं तार व्यवहार करि चलिछि बा दिन दिन तार व्यवहार बढ़ी बढ़ी चलिछि एहा द्वारा एथर जो गैस बा एथर जो हमर गैस निष्कासित होछि एहा अनेक अंश रे परिवेश को प्रदूषित करूछि जदि देखिबा हम ओजोन डिप्लेशन ताहा केउ भली भाबे मुख्यतः भाव जो हमर ओजोन डिप्लेशन हमर ओजोन लेयर जो रहिछि ता केउ भली भाबे हमर पृथ्वी को सब बेला पई रक्षा करते सूर्यर जो अल्ट्रावायलेट रेडिएशन अच्छी रक्षा करते हैं आजिकल देखा जाए ओजोन लेयर जो रही है गर्त देखा गलानी से गर्त जो सूर्य जो अल्ट्रावायलेट रेडिएशन आसवा द्वारा केते गुड़िया जगार आम देखा लोक मान चर्म कैंसर चर्म कैंसर वृद्धि घटी एवं ये जो क्लोरोफ्लोरो कार्बन आम जो अत्यंत जो एयर कंडीशन रेफ्रिजरेटर आउ मोटर व्हीकल ये सब गुड़ी आम व्यवहार द्वारा बढ़ी थाए एवं धीरे धीरे ओजोन लेयर रे धीरे धीरे विघटन घटवा आरंभ होइछि एवं आउ गोटे मुख्य परिवेश समस्या देखा जाइछि आम जदि कहबा एसिड रेन आम जो अम्ल वर्षा कहता अम्ल वर्षा केउ भली भाबे जो आमर क्षति घटै थाए फसल हो गछ हो एवं जो आमर फ्रेश वाटर रही जो आम पानीय जल रही विभिन्न गुड़िक जलीय जलर उत्स गुड़िक रही पोखरी है नदी है तार जल गुड़िक कि भाव प्रदूषित करता है खाली मनुष्य समाज को क्षति घटाई थाए आमर वृक्षलता से क्षति घटाई थाए मन आमर जो रही आमर आक्वाटिक ये रही आमर
ପାଣି ଭିତରର ଯୋଉ ଜୀବଜନ୍ତୁ ମାନେ ରହିଲେ ସେମାନଙ୍କୁ ମଧ୍ୟ ଅନେକାଂଶରେ କ୍ଷତି ଘଟାଇଥାଏ। ଏବଂ ଯୋଉ ସଏଲ ଇରୋଜନ ମଧ୍ୟ ଆମର ମୃତ୍ତିକା କ୍ଷୟ ମଧ୍ୟ ଆଜିର ଗୋଟେ ମୁଖ୍ୟ ଚିନ୍ତା ହେଇଛି। ଆମେ ଯଦି ଦେଖିବା କିଭଳି ଭାବେ ନଦୀ ନିଜର ଅନେକ ଗୁଡ଼ିଏ ନଦୀ ନିଜର ଦିଗ ପରିବର୍ତ୍ତନ କରିସାରିଲେଣି। ଆମର କେତେ ଗୁଡ଼ିଏ ଯୋଉ କେସ୍ ରହିଛି ବା କେତେ ଗୁଡ଼ିଏ ଉଦାହରଣ ରହିଛି, ଓଡ଼ିଶା ମଧ୍ୟ ତା ମଧ୍ୟରୁ ଗୋଟିଏ ଉଦାହରଣ, କେଉଁଭଳି ଭାବେ ଅନେକ ଗୁଡ଼ିଏ ନଦୀ ସେମାନଙ୍କ ନିଜର ପଥ ପରିବର୍ତ୍ତନ କରିସାରିଲାଣି। ଏବଂ ପାନୀୟ ଜଳର ଯୋଉ ଅସୁବିଧା ରହିଛି ବା ତାର ଯୋଉ ସର୍ଟେଜ ବା ତାର ଯୋଉ ସେ କମି କମି ଆସିଲାଣି, ତାହା ମଧ୍ୟ ଏକ ଚିନ୍ତାର ବିଷୟ। ଯଦି ଦେଖିବା ଆମେ ଆମର ଭାରତରୁ କେତେ ଗୁଡ଼ିଏ ସହର ଯଦି ଉଦାହରଣ ନେଇପାରିବା, ଚେନ୍ନାଇ ବା ମାଡ୍ରାସ ସହର ଗୋଟେ ଉଦାହରଣ, ଯୋଉଟାରେ କି ବର୍ତ୍ତମାନ ଆମର ଯୋଉ ମାଟି ତଳର ଯୋଉ ପାନୀୟ ଜଳ ରହିବା କଥା, ଫ୍ରେଶ ୱାଟର ରହିବା କଥା, ତା ଦେହରେ ମଧ୍ୟ କମି ଦେଖାଗଲାଣି। ଏବଂ ଯଦି ଦେଖିବା ଚେନ୍ନାଇ ସହର ମଧ୍ୟରେ ଏମିତି କୌଣସି ଜାଗା ନାହିଁ ଯୋଉଠୁ ପାନୀୟ ଜଳ ଉତ୍ତୋଳନ କରାଯାଇପାରିବ। ଏବଂ ଧୀରେ ଧୀରେ ଏହାର ପ୍ରଭାବ ଦ୍ୱାରା କ'ଣ ହଉଛି ନା, ଏହାର ପ୍ରଭାବ ଦ୍ୱାରା ଆମର ଯୋଉ ବିଭିନ୍ନ ପ୍ରକାର ପ୍ରଜାତି ଧୀରେ ଧୀରେ ଲୁପ୍ତ ହେବାକୁ ବସିଲେଣି। ସେ ପ୍ରଜାତି ଆଗ୍ରିକଲଚରାଲ ବାୟୋଡାଇଭର୍ସିଟି ହଉ, କୃଷିର ପ୍ରଜାତି ହଉ, ବା ଆମର ଜୀବ ସମାଜର ଯୋଉ ପ୍ରଜାତି ମାନେ ମଧ୍ୟ ଧୀରେ ଧୀରେ ଲୁପ୍ତ ପାଇବାକୁ ଲାଗିଲେଣି। ଆମେ ଯେମିତି ଉଦାହରଣ ସବୁବେଳେ ଦେଇଥାଉ ଯେ ଆଜିକାଲି ଆମେ ଯୋଉ ଗ୍ରାମୀଣ ସମାଜ ରହିଛି ସେଠି ଆମେ ଶାଗୁଣା ଦେଖିବାକୁ, ଯାହାକୁ ଭଲଚର କହିଥାଉ, ତାକୁ ଆମେ ଦେଖିବାକୁ ପାଇଁ ପାଉନୁ। ସେଭଳି ଅନେକ ଗୁଡ଼ିଏ କେତେ ଗୁଡ଼ିଏ ଯୋଉ ଆମର ଟ୍ରାଡିସନାଲ ସିଡ୍ ଥିଲା, କେତେ ଗୁଡ଼ିଏ ଧାନର କିସମ ଥିଲା, ଯୋଉ ଶସ୍ୟର କିସମ ଥିଲା, ସେଗୁଡ଼ିକ ମଧ୍ୟ ଧୀରେ ଧୀରେ ଲୋପ ପାଇଗଲାଣି। ଆଜିକାଲି ଆମେ ଯୋଉ ଶସ୍ୟ ଗୁଡ଼ିକ ଦେଖୁଛୁ ବା ଖାଉଛୁ, ସେଗୁଡ଼ିକ ମୁଖ୍ୟତଃ ଭାବରେ ଯୋଉ ଜେନେଟିକାଲି ମଡିଫାଏଡ ସିଡ୍ ବା ଯୋଉ ଆଧୁନିକ ପ୍ରଣାଳୀରେ, ବୈଜ୍ଞାନିକ ପ୍ରଣାଳୀରେ ବିକଶିତ ହୋଇଛି, ସେଗୁଡ଼ାକ ଆମେ ଦେଖୁଛୁ। କିନ୍ତୁ ତାର ଯୋଉ ବିଭିନ୍ନତା ଥିଲା, ବିଭିନ୍ନ ପ୍ରକାରର ଶସ୍ୟ ଥିଲା। ଗୋଟିଏ ଗାଁରେ ଆଗରୁ 10 ପ୍ରକାରର ଯଦି ଶସ୍ୟ ଉତ୍ପାଦନ ହଉଥିଲା, ଧାନ ଯଦି ଉଦାହରଣ ନେବା, ଆଜିକାଲି ଗୋଟେ ଗାଁରେ ଗୋଟିଏ ପ୍ରକାରର ହିଁ ଶସ୍ୟ ଉତ୍ପାଦନ ହଉଛି। ତେଣୁ ଖାଲି ସେତିକି ନୁହେଁ, ଡିଫରେଷ୍ଟେସନ ମଧ୍ୟ ଆମର ଯୋଉ ଇଣ୍ଡଷ୍ଟ୍ରିଆଲାଇଜେସନ ହଉଛି, ତା ଦ୍ୱାରା ମଧ୍ୟ ଆମର ଅନେକ କ୍ଷତି ଘଟୁଛି। ତେଣୁ ଏଇ ଯୋଉ ଜଙ୍ଗଲ କାଟି ଖଣି ସ୍ଥାପନ କରିବା ବା କାରଖାନା ସ୍ଥାପନ କରିବା, ଏହା ଦ୍ୱାରା ମଧ୍ୟ ଅନେକାଂଶରେ କ୍ଷତି ହଉଛି। ତେଣୁ ଏଇ ଯୋଉ ବିଷୟବସ୍ତୁ ରହିଛି, କୋଉଠି ନା କୋଉଠି ଯୋଉ ସମାଜଶାସ୍ତ୍ରୀ ମାନଙ୍କୁ ଏହା ବା ସମାଜ ବିଜ୍ଞାନୀ ମାନଙ୍କୁ ଏହା କୋଉଠି ନା କୋଉଠି ଗୋଟେ ଚିନ୍ତାରେ ଗୋଟେ ଆଲୋଚନାର ବିଷୟବସ୍ତୁ ଭାବରେ ଏଇ ଯୋଉ ବିଷୟ ଗୁଡ଼ିକ ବାହାରିଛନ୍ତି। ଏବଂ ଏହା ମଧ୍ୟ ଏ ବିଷୟରେ ଆମେ ଏଇଥିପାଇଁ ହିଁ ଏନଭାୟରମେଣ୍ଟାଲ ସୋସିଓଲୋଜି ବା ଯୋଉ ପରିବେଶ ସମାଜ ବିଜ୍ଞାନର ଉତ୍ଥାନ ହୋଇଛି। ତେଣୁ ଆ ପରବର୍ତ୍ତୀ ଯୋଉ ଆମର ଆଲୋଚନା କରିବା କ୍ଲାସରେ ଆମେ ଆଲୋଚନା କରିବା କେଉଁଭଳି ଭାବେ ଯୋଉ ନ୍ୟୁ ଏନଭାୟରମେଣ୍ଟାଲ ସୋସିଓଲୋଜି ବା ଯୋଉ ଆମର ପରିବେଶ ସମାଜ ଶାସ୍ତ୍ରର ଯୋଉ ଉତ୍ଥାନ ହେଲା 1970 ପରେ, କେଉଁ କେଉଁ ଲୋକ ଏବଂ ତାଙ୍କର କୋଉ ସ୍କୁଲର ଯୋଗଦାନ ରହିଛି ସେ ବିଷୟରେ ଆଲୋଚନା କରିବା। ଧନ୍ୟବାଦ।